ଈଶ୍ୱରଙ୍କର ବାକ୍ୟକୁ ଯିବା ଆମେମାନେ ଯେମିତିକା ଧାରା ଅନୁଯାୟୀ ମାଥ୍ୟୁ ପୁସ୍ତକରୁ ଆମେମାନେ ଧ୍ୟାନ କରୁଅଛେ। ଆଉ ଆଜି ମଧ୍ୟ ସେଇ ମାଥ୍ୟୁ ପୁସ୍ତକ 5 ଅଧ୍ୟାୟ ତାର ଟିକେ ଆମେମାନେ ପଢ଼ିବା 14, 15 ଓ 16 ପଦ ଟିକେ ଆମେମାନେ ପଢ଼ିବା। ତୁମ୍ଭେମାନେ ଜଗତର ଜ୍ୟୋତି, ପର୍ବତ ଉପରେ ସ୍ଥାପିତ ନଗର ଗୁପ୍ତ ହୋଇ ରହି ନ ପାରେ। କିବା ଲୋକମାନେ ଦୀପ ଜାଳି ମାଣ ତଳେ ରଖନ୍ତି ନାହିଁ, ମାତ୍ର ଦୀପରୁଖା ଉପରେ ରଖନ୍ତି, ସେଥିରେ ତାହା ଗୃହରେ ଥିବା ସମସ୍ତ ଲୋକଙ୍କୁ ଆଲୋକ ଦିଏ। ସେହି ପ୍ରକାରେ ତୁମ୍ଭମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ, ଯେପରି ସେମାନେ ତୁମ୍ଭମାନଙ୍କ ସତ୍କର୍ମ ଦେଖି ତୁମ୍ଭମାନଙ୍କ ସ୍ୱର୍ଗସ୍ଥ ପିତାଙ୍କର ମହିମା କୀର୍ତ୍ତନ କରିବେ। ଆମେନ୍। ଯେଉଁମାନେ ଆମେ ଦେଖୁଛୁ ଏଠି ଆଲୋକ ବିଷୟରେ ଆଉ ଜଗତର ଜ୍ୟୋତି ବିଷୟରେ ବିଶେଷ ଭାବରେ ଆମେ ଦେଖୁଛୁ। ଜଗତର ଜ୍ୟୋତି ବିଷୟରେ ଯେ ସ୍ଥାନରେ ଲେଖାଯାଏ କି ଜଗତର କ'ଣ ହଉଛି, ଏ ପର୍ବତ ଉପରେ ସ୍ଥାପିତ ନଗର ତୁଲ୍ୟ ଅଟେ, ଆଉ ତାକୁ କେହି ମାଣ ତଳେ ରଖିପାରନ୍ତି ନାହିଁ। ସମସ୍ତଙ୍କ ସାକ୍ଷାତରେ ତୋର ଆଲୋକ ପ୍ରକାଶ ହେଉ ବୋଲି ସ୍ଥାନ ଲେଖାଯାଏ। ଆଜିର ବିଷୟବସ୍ତୁ ମଧ୍ୟ ଆମମାନଙ୍କର ଲେଟ୍ ୟୋର୍ ଲାଇଟ୍ ବି ସାଇନ୍, ଅର୍ଥାତ୍ ଆପଣା ଆଲୋକ ପ୍ରକାଶିତ କର ବା ତୁମ୍ଭର ଆଲୋକ ପ୍ରକାଶିତ ହେଉ। ଆମେନ୍। ଆଜିର ମନେ ରଖିବା ଟାଇଟେଲକୁ ତୁମ୍ଭର ଆଲୋକ ପ୍ରକାଶିତ ହେଉ। ଲେଟ୍ ୟୋର୍ ଲାଇଟ୍ ବି ସାଇନ୍, ତୁମ୍ଭର ଆଲୋକ ପ୍ରକାଶିତ ହେଉ। ତ ସର୍ବପ୍ରଥମେ ମୋର ପ୍ରିୟମାନେ, ଆମେ ଆଲୋକ ବିଷୟରେ ଜାଣିବାକୁ ହେଲେ ଅନ୍ଧକାର ବିଷୟକୁ ଜାଣିବାକୁ ପଡ଼ିବ। ଯେତେ ପର୍ଯ୍ୟନ୍ତ ଆମେ ଅନ୍ଧକାର ବିଷୟକୁ ନ ଜାଣିବା ସେତେ ପର୍ଯ୍ୟନ୍ତ ଆଲୋକ ବିଷୟକୁ ଆମେ ବୁଝିପାରିବା ନାହିଁ। ତେବେ এই ଅନ୍ଧକାର କ'ଣ ଅଟେ? ବାଇବେଲ ଆମକୁ ପ୍ରକାଶ କରେ। ଆଦି ପୁସ୍ତକ 1:2 ପଦରେ ଲେଖାଯାଏ। କାଢିକି ଟିକେ ପଢ଼ନ୍ତୁ। The absence of light called ପୃଥିବୀ ନିର୍ଜନ ଓ ଶୂନ୍ୟ ଥିଲା, ଆଉ ଗଭୀର ଜଳ ଉପରେ ଅନ୍ଧକାର ଥିଲା। ପୁଣି ପରମେଶ୍ୱରଙ୍କ ଆତ୍ମା ଜଳ ଉପରେ ବ୍ୟାପ୍ତ ଥିଲା। ତାପରେ ଅନନ୍ତର ପରମେଶ୍ୱର କହିଲେ, ଦୀପ୍ତି ହେଉ, ତହିଁରେ ଦୀପ୍ତି ହେଲା। ଅର୍ଥାତ୍ the absence of light, ଆଲୋକର ଅନୁପସ୍ଥିତି ହେଲା ଅନ୍ଧକାର। ପ୍ରଥମ ବିଷୟ, ଆଲୋକର ଅନୁପସ୍ଥିତି ହେଲା ଅନ୍ଧକାର। ଯଦି ଆମ ଜୀବନରେ ଆଲୋକ ନାହିଁ, ତାମାନେ ଆମ ଜୀବନ ଅନ୍ଧକାର। ଯଦି ଆମ ପରିବାରରେ ଆଲୋକ ନାହିଁ, ତାହେଲେ ଆମ ପରିବାର ଅନ୍ଧକାର। ଦ୍ୱିତୀୟ ବିଷୟ ହେଲା ଇଟ୍ସ ସେପାରେସନ୍ ଫ୍ରମ୍ ଗଡ୍। ଏହା ଈଶ୍ୱରଙ୍କ ଠାରୁ ଦୂରେଇ ଯିବାକୁ ବା ପୃଥକୀକରଣ ମଧ୍ୟ ଅନ୍ଧକାର। ଈଶ୍ୱରଙ୍କ ଠାରୁ ଦୂରେଇ ଯିବା ବା ପୃଥକୀକରଣ ମଧ୍ୟ କୁ ଅନ୍ଧକାର କୁହାଯାଏ। ତାହା ମଧ୍ୟ ଅନ୍ଧକାର ଅଟେ। କେମିତି ଜାଣିବା? ମାଥ୍ୟୁ ଲିଖିତ ସୁସମାଚାର ତାର 27 ଅଧ୍ୟାୟ 45 ଆଉ 46 ଦୁଇଟି ପଦ ଟିକେ ଆମେ ମାନେ ପଢିବା। ମାଥ୍ୟୁ ଲିଖିତ ସୁସମାଚାର ତାର 45 ଆଉ 46। ପରେ 12 ଘଣ୍ଟା ଠାରୁ 3 ଘଣ୍ଟା ପର୍ଯ୍ୟନ୍ତ ଦେଶଯାକ ଅନ୍ଧକାର ଘୋଟିଗଲା। ଆଉ ପ୍ରାୟ 3 ଘଣ୍ଟା ସମୟରେ ଯୀଶୁ ଉଚ୍ଚ ସ୍ୱରରେ ଡାକି କହିଲେ, ଏଲି ଏଲି ଲାମା ସବକ୍ତାନି, ଅର୍ଥାତ୍ ହେ ମୋର ଈଶ୍ୱର, ତୁମ୍ଭେ ମୋତେ କାହିଁକି ପରିତ୍ୟାଗ କଲ?
आमेन जेतबळे अर्थात जेतबळे आमे माने परमेश्वर ठारू पृथक हो जाइताउ जेतबळे परमेश्वर सहित आमर संपर्क कटि जाए सेतबळे अंधकार आसी जाए जेतबळे परमेश्वर हमकु छाड़ी दियंती से परित्याग कर दियंती सेतबळे हम जीवन अंधकार आसी जाए बा सरल भाव कहवा को गले परमेश्वर ठारू पृथकीकरण हेबा को अंधकार कुआ जाए प्रथम विषय देखिले जोठी आलोक नहीं आलोकर अनुपस्थिति को अंधकार कुआ जाए द्वितीय विषय में देखो जति परमेश्वर ठारू पृथकीकरण हेबा दूरे की रहिबा हला मध्य अंधकार अटे तृतीय विषय देखिबा it is represent as a symbol of death ଏହା ମୃତ୍ୟୁର ଏକ ଚିହ୍ନ ଅଟେ ଲୋକଲିଖିତ ସୁସମାଚାର 1 ର 77 ଟିକେ ପଢିବା ଲୋକଲିଖିତ ସୁସମାଚାର 1 ର 77 କାରଣ ଅନ୍ଧକାର ଓ ମୃତ୍ୟୁ ଛାୟାରେ ବସିଥିବା ଲୋକଙ୍କୁ ଆଲୋକ ଦେବା ନିମନ୍ତେ ପୁଣି ଆମ୍ଭମାନଙ୍କ ପଦ ଶାନ୍ତି ପଥକୁ ଆଣିବା ନିମନ୍ତେ ଆମ୍ଭମାନଙ୍କ ଈଶ୍ୱରଙ୍କର ଯେଉଁ ସ୍ନେହପୂର୍ଣ୍ଣ କରୁଣା ହେତୁ ଆମ୍ଭମାନଙ୍କ ପ୍ରତି ଊର୍ଦ୍ଧ୍ୱରୁ ସୂର୍ଯ୍ୟୋଦୟ ହେବ। ବାସ୍ ବାସ୍ ତ ଅର୍ଥାତ୍ ଏହା ମୃତ୍ୟୁର ଏକ ଚିହ୍ନ ଅଟେ ଲେଖାଯାଏ ଯୋଉମାନେ କୋଉ ପଥରେ ଅଛନ୍ତି ଅନ୍ଧକାର ଅନ୍ଧକାର ଓ ମୃତ୍ୟୁ ଛାୟା ଦିବସ ଓ ମୃତ୍ୟୁ ଛାୟା ରୂପକ ପଥରେ ଅଛନ୍ତି ଅର୍ଥାତ୍ এই ଅନ୍ଧକାର ବା ଦ ଡାର୍କନେସ୍ କଣ ଅଟେ ମୃତ୍ୟୁକୁ ବୁଝାଏ ଚତୁର୍ଥ ବିଷୟ ଆମେ ଦେଖିବା everything what is that anti god বা the evil things all the evil things অর্থাৎ সমস্ত মন্দ বিষয় বা পরমেশ্বরଙ୍କ ବିରୁଦ୍ଧାଚରଣ ବିଷୟ କଣ ଅଟେ ଅନ୍ଧକାର ଅଟେ ଆମେ ମାନେ ହିତୋପଦେଶ ତାର 2:13 ରୁ 16 ପର୍ଯ୍ୟନ୍ତ ଆମେ ମାନେ ପଢି ପାରିବା ଯେଉଁମାନେ ଅନ୍ଧକାରମୟ ପଥରେ ଗତାୟତ କରିବା ନିମନ୍ତେ ସରଳ ମାର୍ଗ ପରିତ୍ୟାଗ କରନ୍ତି ଯେଉଁମାନେ ଅନ୍ଧକାର ପଥ କଣ କରନ୍ତି ଯେ ଚାଲିବା ପାଇଁ ସରଳ ପଥକୁ ଛାଡ଼ି ଦିଅନ୍ତି ଯେଉଁମାନେ ଅନ୍ଧକାର କାର୍ଯ୍ୟ କରିବା ପାଇଁ ପରମେଶ୍ୱରଙ୍କୁ ବା ଜୀବନର ପଥକୁ ଛାଡ଼ି ଦିଅନ୍ତି ଯେଉଁମାନେ କୁକ୍ରିୟା କରିବାକୁ ହୃଷ୍ଟ ଓ ଦୁଷ୍ଟମାନଙ୍କ ଅବାଧ୍ୟତାରେ ଅନୁରକ୍ତ ଆଉ କୋଉମାନେ ପ୍ରଭୁଙ୍କୁ ଛାଡ଼ିକି ଜୀବନର ପଥକୁ ଛାଡ଼ିକି ଯୀଶୁ କହିଲେ ମୁଁ ଯେ ପଥ ସତ୍ୟ ଆଉ ଜୀବନର ପଥକୁ ଛାଡ଼ିକି ମୃତ୍ୟୁ ପଥରେ ଯାଆନ୍ତି ଆଉ ସେମାନେ କଣ ପାଇଁ ଯାଆନ୍ତି କାରଣ କଣ କରିବା ପାଇଁ ଅନ୍ଧକାର ଜନିତ କାର୍ଯ୍ୟ ବା କି କାର୍ଯ୍ୟ ଲେଖାଯାଏ କଣ ଲେଖାଯାଏ କୁକ୍ରିୟା କରିବାକୁ ହୃଷ୍ଟ କୁକ୍ରିୟା କରିବା ପାଇଁ ହୃଷ୍ଟ ଚିତ୍ତ ତାଙ୍କ ମନ ସବୁବେଳେ ଖୁସି ମନ୍ଦ କାର୍ଯ୍ୟ କରିବା ପାଇଁ ସେମାନେ ମନ୍ଦତାରେ ଏନ୍ଜୟ କରନ୍ତି ସେମାନେ ବ୍ୟଭିଚାରରେ ଏନ୍ଜୟ କରନ୍ତି ସେମାନେ ମିଛ କହିବାରେ ଚୋରି କରିବାରେ ଅନ୍ୟର ବିଷୟକୁ ଲୁଣ୍ଠନ କରିବାରେ ଏ ସକଳ ବିଷୟରେ ସେମାନେ କଣ କରନ୍ତି ଆନନ୍ଦିତ ହୁଅନ୍ତି ସେଥିପାଇଁ ସେମାନଙ୍କୁ ଉତ୍ତମ ରାସ୍ତା ଭଲ ଲାଗେନି ପ୍ରାର୍ଥନା କରିବା ପାଇଁ ଭଲ ଲାଗିବନି ଉପାସନା କରିବା ପାଇଁ ଭଲ ଲାଗିବନି ଈଶ୍ୱରଙ୍କ ବାକ୍ୟ ଧ୍ୟାନ କରିବା ପାଇଁ ଭଲ ଲାଗିବନି ସହଭାଗିତା ରହିବା ପାଇଁ ଭଲ ଲାଗିବନି କାହିଁକି ତାଙ୍କର ଉଦ୍ଦେଶ୍ୟ କଣ ସବୁବେଳେ ମନ୍ଦ କର୍ମ କରିବେ କୁକର୍ମ କରିବେ ତାପରେ ଯେଉଁମାନେ ଆପଣା ଆପଣା ମାର୍ଗରେ କୁଟିଳ ଓ ଆପଣା ଆପଣା ପଥରେ ବକ୍ରଗାମୀ ଏପରି କୁକର୍ମକାରୀ ମାନଙ୍କ ପଥରୁ ତୁମ୍ଭକୁ ଉଦ୍ଧାର ହେବ এই সকল ବିଷୟ ଯୋଉମାନେ କରନ୍ତି ଏ ସକଳ ବିଷୟ କଣ ଅଟେ ଅନ୍ଧକାର ଅଟେ ତାପରେ ପଦ ପଢନ୍ତୁ ଆଉ ଯେଉଁ ପରସ୍ତ୍ରୀ ଚାଟୁବାଦିନୀ ଯେ ଆପଣା ଯୌବନ କାଳର ମିତ୍ରକୁ ତ୍ୟାଗ କରି ଆପଣା ପରମେଶ୍ୱରଙ୍କ ନିୟମ ପାଶୁରେ
ଯେଉଁମାନେ ପର ସ୍ତ୍ରୀ ସହିତ ବ୍ୟଭିଚାର କରନ୍ତି, ସେ ଚକ୍ଷୁରେ ହେଉ, ସେ ଶାରୀରିକ ଭାବରେ ହେଉ, ସେ ମନ ମଧ୍ୟରେ ହେଉ, ଯଦି ଏପରି ବ୍ୟକ୍ତି କିଏ କରେ ତାହେଲେ ସେ କୋଉଠି ଅଛି? ଅନ୍ଧକାରରେ ଅଛି। ଏ ପ୍ରକାର କାର୍ଯ୍ୟ କଣ ଅଟେ? ଅନ୍ଧକାର ଅଟେ। ତାପରେ ଯାହାର ଗୃହ ମୃତ୍ୟୁ ଆଡ଼େ। ହଁ, ତାର ଗୃହ କଣ? ମୃତ୍ୟୁ ଆଡେ। କାରଣ ଆମେ ଦେଖୁଥିଲେ ମୃତ୍ୟୁ ମଧ୍ୟ ଅନ୍ଧକାର ଅଟେ। ତାପରେ ଓ ଯାହାର ପଥ ପରଲୋକ ଆଡ଼େ ଯାଏ, ଯାହା ହଁ, ନିକଟକୁ ଗମନ କଲେ କେହି ଫେରିଆସେ ନାହିଁ ଓ ହଁ, ଜୀବନର ପଥ ଆଉ ଧରେ ନାହିଁ। ହଁ, 17 ପଢନ୍ତୁ। ଏପରି ପରକ୍ରିୟା ସ୍ତ୍ରୀ ଠାରୁ ତୁମ୍ଭର ଉଦ୍ଧାର ହେବ। ହଁ, ଏଇ ସକଳ ବିଷୟ ଯାକ ଯୋଉମାନେ କରନ୍ତି, ଏ ସମସ୍ତ ବିଷୟ କଣ ଅଟେ? ଅନ୍ଧକାର ଅଟେ। ଆମେ ମାନେ ଆଜିର ବିଷୟ ଆମେ କଣ ଦେଖୁଛୁ? ତୁମର ଆଲୋକ ପ୍ରକାଶିତ ହେଉ। କିନ୍ତୁ ଏ ଆଲୋକ କୁ ଜାଣିବା ପୂର୍ବରୁ ଏ ଅନ୍ଧକାର ବିଷୟ ମଧ୍ୟ ଜାଣିବା ଦରକାର। କଣ ବିଷୟ ଅନ୍ଧକାର? ପ୍ରଥମ ବିଷୟ ଆମେ ଦେଖିଲେ, ଯଦି ପରମେଶ୍ୱରଙ୍କ ଉପସ୍ଥିତି ଆମ ଜୀବନରେ ନାହିଁ ବା ଆଲୋକର ଆବସେନ୍ସ ଅଛି, ଆଲୋକ ଯଦି ଆମ ଜୀବନରେ ନାହିଁ, ତା ମାନେ କଣ ଅଛି? ଅନ୍ଧକାର ଅଛି। ଯଦି ପରମେଶ୍ୱରଙ୍କ ଉପସ୍ଥିତି ଆମ ଜୀବନରେ ନାହିଁ, ଆମେ ଦୂରେଇ ଯାଇଛୁ, ପୃଥକ ହେଇଯାଇଛୁ, ତାହେଲେ ଅନ୍ଧକାର ଅଛି। ଯଦି ମୃତ୍ୟୁ ରାସ୍ତାରେ ଆମେ ମାନେ ଯାଉଛୁ, ତାହେଲେ ଆମେ ଅନ୍ଧକାରରେ ଅଛୁ। ଆଉ ଯଦି ଏଇ ପ୍ରକାର ସମସ୍ତ ଅନ୍ଧକାର ଜନିତ ବା ପରମେଶ୍ୱରଙ୍କ ବିରୁଦ୍ଧାଚରଣ ଜନିତ କଥା କାର୍ଯ୍ୟ ଆମ ଜୀବନରେ ଅଛି, ତାହେଲେ ଆମେ ମାନେ ଅନ୍ଧକାର ଅଛୁ। ସେଥିପାଇଁ ପରମେଶ୍ୱର କୁହନ୍ତି କଣ? ପରମେଶ୍ୱର ହିଁ କେବଳ ଆଲୋକର ସ୍ରୋତ ଅଟନ୍ତି। ଓନ୍ଲି ଦ ଗଡ୍ ଇଜ ଦ ସୋର୍ସ ଅଫ ଲାଇଟ୍। ପରମେଶ୍ୱର ହିଁ କେବଳ ଆଲୋକର ସ୍ରୋତ ଅଟନ୍ତି। ଏ ସକଳ ଅନ୍ଧକାର ମଧ୍ୟରୁ ଆମକୁ ଆଲୋକିତ ଦବା କରିବା ପାଇଁ, ଆଲୋକ ପ୍ରଦାନ କରିବା ପାଇଁ କେବଳ 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 ପରମେଶ୍ୱର ହିଁ ସ୍ରୋତ ଅଟନ୍ତି। ଆଦି ପୁସ୍ତକ ତାର 1:3-4 ଆମେ ମନେ ଦେଖୁଛୁ, ସେ ସ୍ଥାନ ପରମେଶ୍ୱର କଣ କହୁଛନ୍ତି? ଅନନ୍ତର ପରମେଶ୍ୱର କହିଲେ, ଦୀପ୍ତି ହେଉ, ତହିଁରେ ଦୀପ୍ତି ହେଲା। ପରମେଶ୍ୱର ଯେତେ ପର୍ଯ୍ୟନ୍ତ କହି ନଥିଲେ ସେତେ ପର୍ଯ୍ୟନ୍ତ ଦୀପ୍ତି ହେଇନଥିଲା। ପରମେଶ୍ୱର କହିଲେ ଦୀପ୍ତି ହଉ, ତହିଁରେ ଦୀପ୍ତି ହେଲା। ତାପରେ ଆଉ ପରମେଶ୍ୱର ଦୀପ୍ତିକି ଦେଖିଲେ ଯେ ତାହା ହଁ, ଉତ୍ତମ। ଦୀପ୍ତି ଉତ୍ତମ ଅଟେ। ଦୀପ୍ତି କଣ ଅଟେ? ଉତ୍ତମ ଅଟେ। ସେଥିପାଇଁ ମୋର ପ୍ରିୟ ମାନେ, ଏ ଜଗତରେ ପରମେଶ୍ୱରଙ୍କର ପ୍ରଥମ ସୃଷ୍ଟି କଣ ଅଟେ? ଆଲୋକ। ଯଦି ଆମେ ମାନେ ଆଦି ପୁସ୍ତକ ଦେଖୁଛୁ, ତାହେଲେ এই ଜଗତର ପ୍ରଥମ ସୃଷ୍ଟି, ପରମେଶ୍ୱର ଯୋଉ ସୃଷ୍ଟି କଲେ, ଏ ପ୍ରଥମ ସୃଷ୍ଟିର ପରମେଶ୍ୱରଙ୍କର ପ୍ରଥମ କାର୍ଯ୍ୟ ହେଲା କଣ? ଆଲୋକକୁ ସୃଷ୍ଟି କରିବା। ହାଲେଲୁୟା। କାହିଁକି? ତାହା ଉତ୍ତମ ଅଟେ। ପରମେଶ୍ୱର ଉତ୍ତମ କାର୍ଯ୍ୟରୁ ଆରମ୍ଭ କରୁଅଛନ୍ତି। ଆଉ ମୋର ପ୍ରିୟ ମାନେ, ଆନନ୍ଦର ବିଷୟ ମାଥ୍ୟୁ 5:14 ସେଇ ବିଷୟ ପରମେଶ୍ୱର ପ୍ରକାଶ କରୁଛନ୍ତି। ଆଉ କଣ କହୁଛନ୍ତି? ତୁମ୍ଭେ ମାନେ ଜଗତର ଜ୍ୟୋତି। ହାଲେଲୁୟା। ସେଇ ଆନନ୍ଦମୟ କାର୍ଯ୍ୟ ତେବେ କିଏ? ଆମ୍ଭେ ମାନେ। ପରମେଶ୍ୱର ଅତି ଉତ୍ତମ କାର୍ଯ୍ୟ ଆପଣ ମାନଙ୍କୁ କରିଛନ୍ତି। ପରମେଶ୍ୱର ଉତ୍ତମ ଭାବରେ ଆପଣ ମାନଙ୍କୁ ତିଆରି କରିଛନ୍ତି। ଉତ୍ତମତା ନିମନ୍ତେ ସେ ପ୍ରଥମେ ତିଆରି କରିଛନ୍ତି ଆଲୋକକୁ। ଆଉ ସେଇ ଆଲୋକ କିଏ ଅଟେ? ଆପଣ ମାନେ ଆଉ ମୁଁ ଅଟୁ। ଆମ୍ଭେ ମାନେ ସେ ଆଲୋକ ଅଟୁ। ସେଥିପାଇଁ ଆମ ମାନଙ୍କୁ ଜାଣିବାର ଆବଶ୍ୟକତା ଅଛି କି ମୋର ସ୍ରୋତ ପରମେଶ୍ୱର ଅଟନ୍ତି, ମୋର ସୃଷ୍ଟିକର୍ତ୍ତା ପରମେଶ୍ୱର ଅଟନ୍ତି, ମୋର ସମସ୍ତ ଯୋଗାଣକାରୀ ପରମେଶ୍ୱର ଅଟନ୍ତି। ଏ ପ୍ରଥମ ବିଷୟ ଆମକୁ ଜାଣିବାର ଆବଶ୍ୟକତା ଅଛି। କାହିଁକି? ତାଙ୍କ ଦ୍ୱାରା ମୁଁ ସୃଷ୍ଟି ହେଇଅଛି। ଆଉ ତାଙ୍କର ଉତ୍ତମ ସୃଷ୍ଟି ଭାବରେ ସେ ଆମକୁ କରିଅଛନ୍ତି। ସେ ହିଁ ଆମର ସମସ୍ତ ଆବଶ୍ୟକତାକୁ ଯୋଗାଇ ପାରନ୍ତି।
बिना मु किछि नुहे. He is our everything, and without him we are nothing. से आमर समस्त किछि अटंती, किंतु ताहांक बिना आमे माने किछि भी नुहे. ए विषय आम मान को बुझिबार आवश्यकता अछि, कारण से आपण मान को आलोक करी निर्माण करी अछंती. आमे माने ताहांकर स्रोत अटु, ताहांकर सृष्टि अटु. से आम मानकर आधार अटंती. ताहांक बिना आमे माने किछि भी नुहे. ए विषय को आमे माने उत्तम रूपे बुझिबार आवश्यकता अछि. द्वितीय विषय कले का जाय, तुम्हें माने जगतर ज्योति आ कोटिकार ऑफ द वर्ल्ड. ए जगतर तुम्हें माने अनट ज्योति अट. आमे माने 5 और 14 पढ़ले, तुम्हें माने जगतर ज्योति, आमे माने ज्योति पुणी कोटिकार ए जगतर. ता माने परमेश्वर ए जगतर किछि हमकु रेस्पोंसिबिलिटी दैचंती. परमेश्वर ए जगतर निमंते हमकु तैयारी करचंती. ज्योति सदृश ए जगत हमको ज्योति करी रखिचंती. कौन पाई? ए जगत रे आलोकित करिवा पाई, ए जगत को आलोकित करिवा पाई, ए जगत रे आपण आलोक को वितरण करिवा पाई, ए जगत रे आपण आलोक को प्रकाशित करिवा पाई. सेति पाई आजिर टाइटल ला कोन? तुमर आलोक प्रकाशित हेउ. द्वितीय कोरिन्थियो 4:4 पद टिके पढंतु. ଈଶ୍ୱରଙ୍କ ପ୍ରତିମୂର୍ତ୍ତି ଯେ ଖ୍ରୀଷ୍ଟ, ତାଙ୍କ ଗୌରବମୟ ସୁସମାଚାରର ଆଲୋକ ଯେପରି ଏହି ପ୍ରକାର ଲୋକଙ୍କ ପ୍ରତି ପ୍ରକାଶିତ ନ ହୁଏ, ଏଥି ନିମନ୍ତେ ଏହି ଜଗତପତି ଅବିଶ୍ୱାସୀ ମାନଙ୍କର ଜ୍ଞାନ ଚକ୍ଷୁ ଅନ୍ଧ କରିଅଛନ୍ତି. ଅବିଶ୍ୱାସୀ ମାନଙ୍କର, ଅନ୍ୟ ଲୋକ ମାନଙ୍କର ଜ୍ଞାନ ଚକ୍ଷୁକୁ ଶୟତାନ କଣ କରୁଛି? ବନ୍ଦ କରିଅଛି. କାହିଁକି ବନ୍ଦ କରିଅଛି? ଏହି ପ୍ରକାର ସୁସମାଚାରର ଆଲୋକ ଯେମିତିକା ସେମାନଙ୍କ ପାଖରେ ନ ପହଞ୍ଚୁ, ସେମାନେ ବିନଷ୍ଟ ହେଇଯାଆନ୍ତୁ. କିନ୍ତୁ ମୋର ପ୍ରିୟ ମାନେ, ପରମେଶ୍ୱର ସେଥିପାଇଁ କଣ କଲେ? ଆପଣଙ୍କୁ ମତେ ସୃଷ୍ଟି କଲେ ଆଲୋକ କରିକି. ଆମ ଦ୍ୱାରା ସେମାନଙ୍କ ନିକଟରେ ସେ ଆଲୋକ ପ୍ରକାଶିତ ହେଉ. ଆଉ ସବୁଠୁ ବଡ ବିଷୟ ଆପଣ ମାନେ ଜାଣି ରଖିବା ଦରକାର, এই যে সুসমাচার বিষয়ে কুহযাଉଛି, ଆଉ এই ସୁସମାଚାର ଆପଣ ମାନେ ଅଟନ୍ତି. ସୁସମାଚାର ଆମେ ମୁହଁରେ କହୁନା, ସୁସମାଚାର କେମିତି କହୁ? ଅନ୍ୟମାନଙ୍କ ନିକଟରେ କହୁ, ତୁମେ ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କର ଆଉ ତୁମେ ମାନେ ଉଦ୍ଧାର ପାଇବ. ସେ ଆମ ପାଇଁ ମରିଛନ୍ତି, କ୍ରୁଶରେ ବଳିଦାନ ଦେଇଛନ୍ତି, ପ୍ରାୟଶ୍ଚିତ କରିଛନ୍ତି, 3 ଦିନ ପରେ ଉଠିଛନ୍ତି, ସେ ବିଚାର କରିବା ପାଇଁ ଆସୁଛନ୍ତି. ଆମେ ମୁହଁରେ କହୁ, କିନ୍ତୁ ମୋର ପ୍ରିୟ ମାନେ, ଲୋକମାନେ ଆମର ମୁଖର କଥାଠାରୁ ବେଶୀ ଗ୍ରହଣ କରିବେ କାହାକୁ? ଆମକୁ, ଆମର ଆଚରଣ ଆଉ ଉଚ୍ଚାରଣ, ଆମର ଜୀବନ ଶୈଳୀକୁ ସେମାନେ ଗ୍ରହଣ କରିବେ. ଯେମିତିକା ଅନେକ ଲୋକ ଅଛନ୍ତି, କୁହନ୍ତି ମୁଁ ଯାହା କହୁଛି ତା କର, ଯାହା କରୁଛି ତା କର ନାହିଁ. ଏ ସ୍ଥାନରେ ଏ ପ୍ରକାର ବିଷୟ ଚଳିବ ନାହିଁ. ଯଦି ପରମେଶ୍ୱର ଆପଣଙ୍କୁ ଆଲୋକ କରିଛନ୍ତି, ତାହେଲେ ଆପଣ ହିଁ ସେଇ ସୁସମାଚାର ଅଟନ୍ତି. ଆଉ ଏ ସୁସମାଚାର ଆପଣ ମୁହଁରେ ନୁହେଁ, ଆପଣଙ୍କ ଜୀବନ ଦ୍ୱାରା ଅନ୍ୟମାନଙ୍କ ନିକଟରେ, ପୃଥିବୀବାସୀଙ୍କ ନିକଟରେ କଣ କରିବାର ଅଛି? ପ୍ରକାଶ କରିବାର ଅଛି. ଆପଣ ମୁହଁରେ କହିଲେ କେହି ବିଶ୍ୱାସ କରିବେନି. କେତେବେଳେ ବିଶ୍ୱାସ କରିବେ? ଯେତେବେଳେ ଆପଣଙ୍କ ଜୀବନ ଶୈଳୀକୁ ସେମାନେ ଦେଖିବେ. ଯେତେବେଳେ ଦେଖିବେ ଆମେ ମାନେ ପ୍ରାର୍ଥନା କରୁଛୁ, ଉପାସନା କରୁଛୁ, ମଣ୍ଡଳୀ ଯାଉଛୁ, କେବଳ ଏତିକି ନୁହେଁ, ଖ୍ରୀଷ୍ଟଙ୍କ ପରି ମନ ମଧ୍ୟ ଆମର ଅଛି. ଅନ୍ୟକୁ ପ୍ରେମ କରିପାରୁଛୁ, ଅନ୍ୟକୁ କ୍ଷମା ଦେଇପାରୁଛୁ, ଅନ୍ୟ ନିମନ୍ତେ ଚିନ୍ତା କରିପାରୁଛୁ, ଅନ୍ୟର ସାହାଯ୍ୟ କରିପାରୁଛୁ. ଯେତେବେଳେ ଆମେ ମାନେ ଆମ ମାନଙ୍କ ଜୀବନରୁ ମନ୍ଦ କାର୍ଯ୍ୟ କରିବାର ସେମାନେ ଦେଖିବେ ନାହିଁ, ମନ୍ଦ କାର୍ଯ୍ୟ ଆମ ଜୀବନରୁ ଦୂରେଇ ଯିବ. ଆଗରୁ ନିଶା ଖାଉଥିବା, ଏବେ ପ୍ରଭୁଙ୍କୁ ଜାଣିଲା ପରେ ଆଉ ନିଶା
କରୁଥିଲେ ଏବେ ଆଉ କ୍ରୋଧ କରୁନାହାନ୍ତି। ଆଗରୁ ବଡ ଚର୍ଚ୍ଚା କରୁଥିଲେ, ମନ୍ଦ କଥା କହୁଥିଲେ, ଖରାପ ଭାଷା କହୁଥିଲେ, କିନ୍ତୁ ଆଜି ଆଉ କହୁନାହାନ୍ତି। ଏଇ ବିଷୟକୁ ସେ ଦେଖିବା ଦ୍ୱାରା ସେମାନଙ୍କ ଜୀବନ କଣ ହେଇଯିବ, ପରିବର୍ତ୍ତନ ହେଇଯିବ। କିନ୍ତୁ ଆମେ ମାନେ ସେ ପଦରେ ପଢିଲୁ, କଣ ପଢିଲୁ, ଆଉ ଥରେ ପଢନ୍ତୁ ଟିକେ। ଜଗତପତି କଣ କରୁଛି ତାଙ୍କ ଚକ୍ଷୁକୁ? ଜଗତପତି ଅବିଶ୍ୱାସୀମାନଙ୍କର ଜ୍ଞାନ ଚକ୍ଷୁ ଅନ୍ଧ କରିଅଛି। ହଁ, କେମିତି ଅନ୍ଧ କରିଅଛି ଜଗତପତି? ଆମ୍ଭ ମାନଙ୍କର ଆଚରଣ ଉଚ୍ଚାରଣକୁ କଣ କରିକି ଉତ୍ତମ ନ କରିବା ଦ୍ୱାରା ବା ଉତ୍ତମ କରିବା ପାଇଁ ବାଧା ଦେବା ଦ୍ୱାରା ସେମାନଙ୍କ ଜ୍ଞାନ ଚକ୍ଷୁକୁ ଅନ୍ଧ କରିଅଛି। ଆମେ ଉତ୍ତମ କାମ କଲେ ତ ତାଙ୍କ ଆଖି ଖୋଲିବ, ନହେଲେ ସେ କଣ କହିବେ, ବା ଇଏ ତ ବଡ ବଡ କଥା ଖାଲି କହୁଛି। ଯୀଶୁଙ୍କ ପାଖକୁ ସିଏ ଯାଇକି, କାହିଁକି ସେ ବି ତ ବ୍ୟଭିଚାର କରୁଛି। ଯୀଶୁଙ୍କ ପାଖକୁ ଯାଇକି, ମଣ୍ଡଳୀକୁ ଯାଇକି ପ୍ରାର୍ଥନା କରିକି ତାର ସ୍ୱାମୀ ଥାଉ ଥାଉ ଆଉ କାହା ସାଙ୍ଗରେ ରହୁଛି, ତା ସ୍ତ୍ରୀ ଥାଉ ଥାଉ ଆଉ କାହା ସାଙ୍ଗରେ ବ୍ୟଭିଚାର କରୁଛି। ଯୀଶୁଙ୍କ ପାଖକୁ ପ୍ରାର୍ଥନା ଯାଉ ଯାଉ ଏଇ ଈର୍ଷା ଗର୍ବ ତା ପାଖରେ ଏବେ ବି ଅଛି। ସେ ଏବେ ବି ପଇସା ନେଇକି ମତେ ଠକୁଛି, ମତେ ସୁଝୁ ନାହିଁ, ଏବେ ବି ମତେ ମିଛ କଥା କହୁଛି, ଏବେ ବି ମୋ ବିରୁଦ୍ଧରେ କଥା କହୁଛି, ଏବେ ବି ଲୋଭ କରୁଛି, ଏବେ ବି ଚୋରି କରୁଅଛି। ମୋର ପ୍ରିୟ ମାନେ, ଏ କାମ ଦେଖିକି କଣ ସେମାନେ ଆଲୋକ ପ୍ରାପ୍ତ ହେବେ କି? ଆପଣ ମାନେ ଜଗତର ଜ୍ୟୋତି, ଆଉ ଆଲୋକର କାର୍ଯ୍ୟ କଣ କରିବାର ଅଛି? ଆଲୋକିତ କରିବ। ଯୋଉଠି ଆଲୋକର ଉପସ୍ଥିତି ଅଛି ସେଠି ଅନ୍ଧକାର ରହିପାରିବ ନାହିଁ। ଅନ୍ଧକାର କଣ? ପ୍ରଥମ ବିଷୟ ଆମେ ଦେଖିଲେ, ଅନ୍ଧକାର କଣ? ଯେଉଁ ସ୍ଥାନରେ ଆଲୋକର ଉପସ୍ଥିତି ନାହିଁ। ଯଦି ଆପଣଙ୍କ ଜୀବନରେ ଆଲୋକର ଉପସ୍ଥିତି ଅଛି, ତାହେଲେ ଅନ୍ଧକାର ସେଠି ରହିପାରିବ ନାହିଁ। ଯଦି ଅନ୍ଧକାର ସେଠି ଅଛି, ତାହେଲେ ଆଜି ପର୍ଯ୍ୟନ୍ତ ଆପଣ ଆଲୋକ ପ୍ରାପ୍ତ ନିଜେ ହେଇନାହାନ୍ତି। ଆପଣ ନିଜେ ଜଗତର ଆପଣ ଜ୍ୟୋତି ହେଇନାହାନ୍ତି। ଆଉ ଏ ଜ୍ୟୋତିର ସ୍ରୋତ କିଏ? ପରମେଶ୍ୱର। କେମିତି ଆମେ ଜ୍ୟୋତି ହେଇପାରିବା? ଯେତେବେଳେ ଆମେ ତାଙ୍କ ସହିତ କନେକ୍ଟେଡ ହେଇକି ରହିବା, ଲାଗିକି ରହିବା। କାହିଁକି? ଜ୍ୟୋତିର ସ୍ରୋତ ସେ ଅଟନ୍ତି। ଯୀଶୁ କହିଲେ, ମୁଁ ଜଗତର ଜ୍ୟୋତି, ସେ ଆଲୋକ ପ୍ରଦାନ କରନ୍ତି। ପରମେଶ୍ୱର କହିଲେ ଦୀପ୍ତି ହଉ, ତହିଁରେ ଦୀପ୍ତି ହେଲା। ମୋର ପ୍ରିୟ ମାନେ, এই ଆଲୋକ ମାନେ ହେଲା, ଆମେ ବୁଝିବା ପାଇଁ ଯଦି ଚେଷ୍ଟା କରିବା, ଏହାର ମାନେ ଦ ଟ୍ରୁଥ, ସତ୍ୟ ହିଁ ଆଲୋକ ଅଟେ। କାହିଁକି ସତ୍ୟ ଆଲୋକ ଅଟେ? ଯେତେବେଳେ ଆଲୋକ ଥିବ ସେତେବେଳେ ସବୁ ବିଷୟ ପ୍ରକାଶିତ ହେବ, ଅନ୍ଧକାର ବିଷୟ କଣ ହେଇଯିବ? ଦୂରେଇ ଯିବ। ଆଲୋକ ଦ୍ୱାରା ତୁମେ ଚଷମାକୁ ଚଷମା ଦେଖିବ, ଖାତାକୁ ଖାତା ଦେଖିବ, ଟଙ୍କାକୁ ଟଙ୍କା ଦେଖିବ, ସ୍ତ୍ରୀକୁ ସ୍ତ୍ରୀ ଦେଖିବ, ଭାଇକୁ ଭାଇ ଦେଖିବ, ପୁଅକୁ ପୁଅ ଦେଖିବ, ବାପାକୁ ବାପା ଦେଖିବ, ମାକୁ ମା ଦେଖିବ, ସ୍ୱାମୀକୁ ସ୍ୱାମୀ ଦେଖିବ। ଯଦି ଆଲୋକ ନଥିବ ତାହେଲେ କୌଣସି ପୁରୁଷକୁ ବି ତୁମେ ସ୍ୱାମୀ କହିପାରିବ, କୌଣସି ସ୍ତ୍ରୀକୁ ବି ସ୍ୱାମୀ କହିପାରିବ, କୌଣସି ପିଲାମାନେ ତାଙ୍କ ବାପା ମାଙ୍କୁ ଅଲଗା କହିପାରିବେ, କୌଣସି ପିଲା ଲୋକମାନେ ବିଭିନ୍ନ ବିଷୟ, ଏଇଟା ଟଙ୍କା, ସେଇଟା ଅର୍ଥ, ସେଇଟା ଜ୍ଞାନ ବୋଲି କହିପାରିବେ। କାହିଁକି? ଆଲୋକ ନାହିଁ। ଯେତେବେଳେ ଆମ ଜୀବନରେ ଆଲୋକ ନଥିବ, ସେତେ ପର୍ଯ୍ୟନ୍ତ ଆମେ এই ପ୍ରକାର ଅନ୍ଧକାର ଜନିତ କାର୍ଯ୍ୟରୁ ଆମେ ମୁକ୍ତ ହେଇପାରିବା ନାହିଁ। ଆମେ ସତ୍ୟକୁ ଜ୍ଞାତ ହେଇପାରିବା ନାହିଁ। ଖ୍ରୀଷ୍ଟ ଯେ ସତ୍ୟ ଅଟନ୍ତି, ଏ ବିଷୟକୁ ଆମେ ଜ୍ଞାତ ହେଇପାରିବା ନାହିଁ। ଯଦି ଆମେ ଜ୍ଞାତ ହେଇପାରିବା ନାହିଁ, ତାହେଲେ ଆମେ କେମିତିକା ଜଗତ ଲୋକମାନଙ୍କ ନିକଟରେ ଜ୍ଞାତ କରେଇବା? ଲାଇଟ୍ ମିନ୍ସ ଦ ଟ୍ରୁଥ, ସତ୍ୟ। ଆଲୋକ ପ୍ରକାଶିତ ହେଲେ ସମସ୍ତ ବିଷୟ ପ୍ରକାଶିତ ହେଇଯିବ, ଦେଖାଯିବ, ସତଟା ସତ ଦେଖାଯିବ। ଦ୍ୱିତୀୟ ବିଷୟ, ଆଲୋକ ମାନେ ଦ ଗୁଡନେସ୍। ପରମେଶ୍ୱର ଦୀପ୍ତିକୁ ତିଆରି କଲେ, ଆଉ କଣ କହିଲେ? ଏହା ଉତ୍ତମ ଅଟେ। ଯଦି ଆପଣ ଆଲୋକ ଆପଣଙ୍କ ଜୀବନରେ ଉତ୍ତମ କର୍ମ କରିବା ଦ୍ୱାରା ଅନ୍ୟମାନଙ୍କ ନିକଟରେ ସେ ଆଲୋକକୁ ପ୍ରକାଶିତ କରିପାରିବା। ଯଦି ଆମ ଜୀବନରେ ଉତ୍ତମ କର୍ମ ନାହିଁ, ଯଦି ଆମ ଜୀବନରେ ଆଜି ପର୍ଯ୍ୟନ୍ତ କ୍ରୋଧକୁ ଛାଡି ନାହୁଁ, ଆମ ଜୀବନରେ ବ୍ୟଭିଚାରକୁ ଛାଡି ପାରୁନାହୁଁ, ଆମ ଜୀବନରେ ଚୋରିକୁ ଛାଡି ପାରୁନାହୁଁ, ଆମ ଜୀବନରେ ମିଥ୍ୟା ପ୍ରଲୋଭନକୁ ଛାଡି ପାରୁନୁ, ମିଥ୍ୟା ସାକ୍ଷ୍ୟକୁ ଛାଡି ପାରୁନୁ, ଆମ ଜୀବନରେ ଈର୍ଷା କରିବା,
आम जीवन में थकीबा को जदी आमे छाड़ी पानु आम जीवन में हाँ कहि कि जदी आमे माने हाँ कथा हाँ रे करि परनाउ ता माने आमे माने उत्तम कर्म करूनाहु किंतु जे आलोक से कोन करिवो उत्तम कर्म आलोकर माने द गुडनेस उत्तमता प्रभु आलोक को तैयारी कर देखिले कोन कहले ओ बेस उत्तम अटे ये कोन से उत्तमता आज आपन को जीवन रे अछि की कोन उत्तमता हम जीवन रे अछि की तृतीय विषय आलोक माने द प्रेजेंस ऑफ गॉड परमेश्वर को उपस्थिति को आलोक बोली कुआ जाए एक यात्रा पुस्तक 10 रो 23 पदर की के काढी पढंतु वो नी दिन पर्यंत केही आपना स्थानरू उठी पारिले नाही तो इस्राएल संतानगण समस्त व्यवस्थानर आलो थिला ओके से 21 पढंतु बुझिबा पई सुबिना से 10 रो 21 रो 23 पढंतु आउ सदा प्रभु मसांकु कहिले तुम्हे आकाश आरे हस्त विस्तार कर तहिरे मिस्र देशरे अंधकार हेबो ओ तो अंधकार हेतुरु लोक माने दरांडी हेबे अंधकार हेबो प्रभु कहउचंती मूसा को तुमे हस्त विस्तार करो काहे कि मिस्र रे कोन हिजिवो अंधकार हे जो अंधकार हे जिवो आ सेतो बेले सत्य को से माने जानि परिबे नाही से माने दरांडी हेबे काहे कुआडे गला मोर स्त्री कुआडे गला मोर स्वामी कुआडे गला मोर पिला कुआडे गला मोर धन कुआडे गला मोर सुस्थता कुआडे गला मोर शांति कुआडे गला मोर आनंद से माने देखि परिबे नाही दरांडी हेबे से माने व्यभिचार रे पडिबे मंदतर पडिबे उत्तम कार्य करि परिबे नाही सेति भाई परमेश्वर कहले तुम हस्त बढ़ाओ आ से अंधकार हे जीवो आ अंधकार हेले कोन हेबो से माने दरांडी बुलिबे खोजिबे ये मोर स्वामी नुहे तो से मोर स्त्री नुहे तो से मोर बापा नुहे तो से मोर छुआ नुहे तो से मोर सुस्थता नुहे तो से मोर आनंद नुहे तो सुस्थता आनंद पई अनेक प्रकार चारिआडे से माने कार्य करिवे काहे कि उपयुक्त विषय को सत्य विषय को से माने ज्ञान तो हेई पारु कहांती देखिले तो जिबे से 12 वर्ष प्रदराग्रस्त स्त्री लोक जो 12 वर्ष धरी की जो स्त्री लोक रक्तस्राव हेउतला से यीशु को विषय जानितिला सुनुतला किंतु ए अंधकार निमंते से सत्य को ज्ञान तो हेई पारु नतुला जेतो सत्य को ज्ञान तो हैला सेतरता जीवन रे सुस्थता आसला मोर प्रिय माने जदि आम जीवन रे आलोक न रहिबो अंधार होई जीवो ताले ए सकल अंधकार जनित कार्य बाहरिबो आउ किंतु आलोकर माने हम जेमिति देखिले सत्य जेमिति देखिले उत्तमता सेमिति का हम जानू छथि आलोक कोन होते द प्रेजेंस ऑफ गॉड परमेश्वर को उपस्थिति जोडी परमेश्वर को उपस्थिति नाही सेडी अंधकार जोडी परमेश्वर उपस्थिति होची सेडी कोन होची आलोक होची पढंतु तापरे दिके अनंतर मसा मूसा आकाश आड़े हस्त विस्तार करन्ते तीन पर्यंत मिस्र देशरे सर्वत एपरी गाढ़ अंधकार हेला जे केही एक आरोकळु को देखि पारिले नाही एई काहा को देखि पारले नाही तापरे वो 3 दिन पर्यंत केही अपना स्थानरू उठी पारिले नाही मा इस्राएल संतानगण समस्त व्यवस्थान रे आलुओ थिला इस्राएल संतानर समस्त आलुओ थिला ना ना समस्त स्थान रे भलसे पढो बासस्थान रे बासस्थान रे इस्राएल लोक मानकर बासस्थान रे आलोक थिला मिस्र देश लोक मानक मतरे सेही समान जगह रे देखंतु आलोक कोठी अछि इस्राएल लोक मानक पाखरे काहे कि तांको पाखरे परमेश्वर अछंती आ जोडी परमेश्वर नांती सेती अंधकार आ जोडी अंधकार अछि से माने निज स्थान रे
ଉଠିବା ପାଇଁ ଚାହୁଁଛନ୍ତି କିନ୍ତୁ ଉଠି ପାରୁନାହାନ୍ତି। ମୋର ପ୍ରିୟ ମାନେ, ଯଦି ଆଜି ଆପଣଙ୍କ ଜୀବନରେ ଆଲୋକ ରହିବ ନାହିଁ, ଆପଣ ଉଠିବା ପାଇଁ ଚାହିଁବେ ଉଠି ପାରିବେ ନାହିଁ। ଆପଣଙ୍କ ଆର୍ଥିକ ଅବସ୍ଥାରେ ଉଠିବା ପାଇଁ ଚାହିଁବେ କିନ୍ତୁ ଉଠି ପାରିବେ ନାହିଁ। ଯଦି ଆପଣଙ୍କ ଜୀବନରେ ଆଲୋକ ନାହିଁ ତାହେଲେ ଅନ୍ଧକାର ଅଛି, ଆଉ ଯଦି ଅନ୍ଧକାର ଅଛି ତାହେଲେ ଆପଣ ସୁସ୍ଥ ହବା ପାଇଁ ଚାହିଁବେ, ଆପଣ ଅସୁସ୍ଥତାରେ ଉଠି ପାରିବେ ନାହିଁ। ଆପଣ ପାପରୁ ଉଠିବା ପାଇଁ ଚାହିଁବେ, ପବିତ୍ର ହେବା ପାଇଁ ଚାହିଁବେ, ଆପଣ ପାପରୁ ଉଠି ପାରିବେ ନାହିଁ। ପ୍ରଲୋଭନ ଉପରେ ପ୍ରଲୋଭନ ଆପଣଙ୍କ ପାଖକୁ ଆସିବ। ଆପଣ ଚାହିଁବେ ସକାଳୁ ଉଠିକି ମୁଁ ପ୍ରାର୍ଥନା କରିବି, ସକାଳୁ ଉଠିକି ପ୍ରାର୍ଥନାରେ ଜଏନ୍ କରିବି, କିନ୍ତୁ ଆପଣ କରିପାରିବେ ନାହିଁ। କାହିଁ କରିପାରିବେ ନାହିଁ? ଆପଣଙ୍କ ଜୀବନରେ ଅନ୍ଧକାର ଅଛି, ଆପଣଙ୍କ ଜୀବନରେ ଆଲୋକ ନାହିଁ। ଆପଣ ଉଠିବା ପାଇଁ ଚାହିଁଲେ ବି ଉଠି ପାରିବେ ନାହିଁ। କାହିଁକି ଉଠି ପାରିବେ ନାହିଁ? କାରଣ ଆପଣଙ୍କ ଜୀବନରେ ପରମେଶ୍ୱରଙ୍କର ଉପସ୍ଥିତି ନାହିଁ। ଆପଣ ପରମେଶ୍ୱରଙ୍କ ଉପସ୍ଥିତିରୁ ବାହାରି ଯାଇଛନ୍ତି। ଆମ ମଣ୍ଡଳୀରେ ଅନେକ ଲୋକ ଅଛନ୍ତି, ଆମେ ହିସାବ କରୁଥିଲେ ପରିବାର ପିଛା 150 ପାଖାପାଖି ପରିବାର ହେବେ, କିନ୍ତୁ କେତେ ଜଣ ଆମେ ମାନେ କ୍ଷୁଧିତ ସକାଳୁ ପ୍ରାର୍ଥନାରେ ଯୋଗ ଦେବା ପାଇଁ? ବହୁତ ଅଳ୍ପ। କାହିଁକି? ଆମେ ଉଠିବା ପାଇଁ ଚାହିଁବା କିନ୍ତୁ ଉଠି ପାରିବା ନାହିଁ। କାହିଁକି? ଆପଣଙ୍କ ଜୀବନରେ ଅନ୍ଧକାର ଅଛି, ଆଉ ଅନ୍ଧକାର ଆପଣଙ୍କୁ ଉଠିବା ପାଇଁ ଦେବ ନାହିଁ। ଅପରିଷ୍କାର ଜାଗାରେ ଉଠିବା ପାଇଁ ଦେବ ନାହିଁ, ବ୍ୟଭିଚାର ଉଠିବା ପାଇଁ ଦେବ ନାହିଁ, ମନ୍ଦତାରେ ଉଠିବା ପାଇଁ ଦେବ ନାହିଁ, ଈଶ୍ୱରଙ୍କ ବିରୁଦ୍ଧାଚରଣ କଥା କାର୍ଯ୍ୟରୁ ଉଠିବା ପାଇଁ ଦେବ ନାହିଁ। କାହିଁକି? ଶୈତାନ ସେ ବିଷୟକୁ ଅନ୍ଧ କରିକି ରଖିଅଛି। ଅନ୍ଧକାର ଆପଣଙ୍କ ଜୀବନକୁ ବାନ୍ଧିକି ରଖିଅଛି, ଉଠି ପାରିବେ ନାହିଁ। ଆପଣ ଚାହିଁବେ ଆପଣଙ୍କ ଅଶାନ୍ତିରୁ ଉଠିବା ପାଇଁ, ଆପଣ ଉଠି ପାରିବେ ନାହିଁ। ଗୋଟେ ଦିନ ଶାନ୍ତି ରହିବେ, ପୁଣି 2 ଦିନ ଝଗଡ଼ା। ଗୋଟେ ଦିନ ପ୍ରେମରେ ବାସ କରିବେ, ପୁଣି 2 ଦିନ ପରେ କଣ ହେବ? ପୁଣି ଅଶାନ୍ତି ହେବ। କାହିଁକି? ଆପଣଙ୍କ ଜୀବନରେ ଆଲୋକ ନାହିଁ, ଅନ୍ଧକାର ଅଛି। ମୋର ପ୍ରିୟ ମାନେ, ଅନ୍ଧକାର ଉଠନ୍ତୁ। ଆଉ କାହିଁକି କେତେବେଳେ ଅନ୍ଧକାର ଉଠି ପାରିବେ? ଯେତେବେଳେ ଆପଣ ପରମେଶ୍ୱରଙ୍କ ଉପସ୍ଥିତିରେ ରହିବେ, ଯେତେବେଳେ ପ୍ରାର୍ଥନାରେ ରହିବେ, ଉପାସନାରେ ରହିବେ, ସହଭାଗିତାରେ ରହିବେ, ବାକ୍ୟ ଶୁଣିବାରେ ରହିବେ, ସେତେବେଳେ ଆପଣ ପରମେଶ୍ୱରଙ୍କ ଉପସ୍ଥିତିରେ ରହିବେ। ନହେଲେ ଆପଣ ଇଚ୍ଛା କରିବେ ଉଠିବା ପାଇଁ, କିନ୍ତୁ ଉଠି ପାରିବେ ନାହିଁ। ଆପଣଙ୍କ ଦାରିଦ୍ରତା ସେମିତିକା ଥିବ, ଆପଣଙ୍କ ଅସୁସ୍ଥତା ସେମିତିକା ଥିବ, ଆପଣଙ୍କ ବ୍ୟଭିଚାର ସେମିତିକା ଥିବ, ଅନ୍ଧକାର ଜନିତ ସମସ୍ତ ଆଚରଣ ଉଚ୍ଚାରଣ ସେମିତିକା ଥିବ, ଆପଣଙ୍କ ମୁଖର ଭାଷା ସେମିତିକା ଥିବ, ଆପଣଙ୍କ ପରିସ୍ଥିତି ସେମିତିକା ଥିବ, ସମସ୍ତ ବିଷୟ, ଆଉ ସେ ଜାଗାରୁ ଆପଣ ଉଚ୍ଚକୁ ଉଠି ପାରିବେ ନାହିଁ। କିନ୍ତୁ ପରମେଶ୍ୱର ଆମକୁ ଉନ୍ନତ କରିବା ପାଇଁ ଡାକିଅଛନ୍ତି। ଆମେ ହେଇପାରୁନାହୁଁ। କାହିଁକି ହେଇପାରୁନାହୁଁ? ଅନ୍ଧକାରରୁ ମୁକ୍ତ ହେଇପାରୁନାହୁଁ। ଆଜି ବି ଖ୍ରୀଷ୍ଟଙ୍କୁ ଜାଣିକି ଆଜି ଅନ୍ଧକାରରେ ବସିଅଛୁ, କିନ୍ତୁ ପରମେଶ୍ୱର କୁହନ୍ତି ତୁମେ ଜଗତର ଜ୍ୟୋତି। ହାଲେଲୁୟା। ତାପରେ କଣ ଲେଖାଯାଏ? We are the city, जो ଆମେ ମାନେ ସେଇ ସହର, ଯେଉଁ ସହର କୋଉଠି ସ୍ଥାପିତ ହେଇଛି? ପର୍ବତ ଉପରେ। କଣ ଲେଖାଯାଏ ସେ ପଦ ଟିକେ ପଢନ୍ତୁ କି? ତୁମ୍ଭେମାନେ ଜଗତର ଜ୍ୟୋତି, ପର୍ବତ ଉପରେ ସ୍ଥାପିତ ନଗର, ଗୁପ୍ତ ହୋଇ ଆମେ ମାନେ ରହିନଥା। ଜଗତର ଜ୍ୟୋତି, ସମାନ ସମୟ ପର୍ବତ ଉପରେ ସେ ସ୍ଥାପିତ ନଗରଠୁ ପରମେଶ୍ୱର ଆମକୁ ଉଚ୍ଚ ସ୍ଥାନରେ ରଖିବା ପାଇଁ ଚାହାନ୍ତି, କିନ୍ତୁ ଆମେ ତ ଅନ୍ଧକାରକୁ ଛାଡି ପାରୁନୁ। ଆମେ ତ ପରମେଶ୍ୱରଙ୍କ ଉପସ୍ଥିତିରେ ରହିବା ପାଇଁ ଚାହୁଁନୁ। କେମିତିକା ଆମେ ମନେ ଉଚ୍ଚକୁ ଯିବା? ଜିନ୍ଦଗି ଏମିତିକା ପଳେଇବ ସିନା ମୋର ପ୍ରିୟ ମାନେ, ଆପଣ ଉନ୍ନତ ହେଇପାରିବେ ନାହିଁ। ପରମେଶ୍ୱରଙ୍କର ବାକ୍ୟ କୁହେ, ଯେଉଁ ସ୍ଥାନରେ ପରମେଶ୍ୱରଙ୍କ ଉପସ୍ଥିତି ନାହିଁ ସେ ସ୍ଥାନରେ ଅନ୍ଧକାର ଅଛି, ଆଉ ଯୋଉଠି ଅନ୍ଧକାର ଅଛି ସିଏ ଉପରକୁ ଉଠି ପାରିବ ନାହିଁ, ଉନ୍ନତ ହେଇପାରିବ ନାହିଁ। ପରମେଶ୍ୱର କୁହନ୍ତି କିନ୍ତୁ ଯଦି ତୁମେ ଜଗତର ଜ୍ୟୋତି, ତାହେଲେ ତୁମେ କୋଉଠି ବାସ କରିବ? ପର୍ବତ ଉପରେ। ଆଉ ପର୍ବତ ଉପରେ ମାନେ କଣ? The presence of God. ଇସ୍ରାଏଲ ଲୋକମାନେ କୁଆଡୁ ଉପାସନା କରିବା ପାଇଁ ଯାଉଥିଲେ? ପର୍ବତ ଉପରକୁ। ସେଥିପାଇଁ ସେ ସମୀରଣୀୟ କହିଲାନି ଯୀଶୁଙ୍କୁ, ଆମର ପୂର୍ବପୁରୁଷ ମାନେ କୋଉଠି ଉପାସନା କରତେ ଯାଉଥିଲେ? ପର୍ବତ ଉପରକୁ।
बलिदान दवा पे कुआ जाउतले पर्वत उपरकू पर्वत द प्रेजेंस ऑफ गॉड को बुझाए परमेश्वर को उपस्थिति को बुझाए आपण सेही परमेश्वर को उपस्थिति को आपण स्थापित होबा पई परमेश्वर डाकी अछंती आपण को मूल दुआ परमेश्वर को ऊपर स्थापित होबार आवश्यकता अछि आपण को प्रातः काल रो प्रथम समय पर्वत ऊपर स्थापित होबार आवश्यकता अछि आपण मान को सेति पई कोन को जाय तुमे जगतर ज्योति आ सेति पई तुमे माने सेही नगर अट जो नगर को परमेश्वर उन्नत करिया पई चाहती किंतु तुमे उन्नत हेई पारु ना हो आ काहे कि जो तू जो नगर पर्वत ऊपर स्थापित हेबो से कोन हेबो पढंतु टिके गुप्त होई रही न पारे पर्वत उपरे स्थापित नगर गुप्त होई रही न पारे गुप्त हेई कि रही परिबो नै गुप्त माने कोन गुप्त माने केवल लुचिबा नुहे गुप्त माने परमेश्वर को उपस्थित रु दूरे जीवा परमेश्वर को उपस्थित निज को लुचै की रखिबा जदि तुमे परमेश्वर को आलोक अटो ज्योति अटो ताले मने रखंतु आमे माने केबे भी परमेश्वर को सम्मुख रु दूरे की रही परिबा नै लुचि की रही परिबा नै गुप्त होई की रही परिबा नै प्रार्थना रे उपासना रे सहभागिता रे वाक्य ध्यान रे परमेश्वर को आज्ञा मानिबा रे आमे निज को लुचै की रखि परिबा नै घोड़े की रखि परिबा नै बोले यीशु मसीह की और बुझी होची मोर प्रिय माने आज आमे माने पर्वत ऊपर स्थापित होई के अछंती हमर फाउंडेशन परमेश्वर को उपस्थित ऊपर अछि ना आज भी कमल घोड़ी के निज को लुचै के रखछंती आमे उन्नत हेउचंती परमेश्वर को उपस्थिति रे दिन प्रतिदिन उच्च को जाउचंती ना आज आमे तळ को जाउचंती निज को गुप्त करि रखुचंती अनेक लोक आज भी कैमरा रे गुप्त है कि अछंती सेमाने परमेश्वर को उपस्थिति को आसिया पय चाहती नहीं काहे कि के ढुळौतबो के परमेश्वर को निकट रे सिंसियर है कि बसिया पय इच्छा नथिबो सोई का मोबाइल रखथिबो आउ के जणे थिबो जणे नथिबो सेति पय अप्रोक थिबो मोर प्रिय माने गुप्त करी कि रखंतु नहीं पर्वत ऊपर स्थापित नगर निज को गुप्त करी कि न रखु तबे देखा जाए लोक माने दीप जारी माण तले रखंती नहीं जदि यू आर द लाइट ऑफ वर्ल्ड जदि तुमे पृथ्वी रो ज्योति दीप को जारी की के माण तले रखे नहीं आलोक को अंधकार के घोड़े की रखी पारिबो नहीं आपण मान को व्यभिचार आपण मान को ईश्वर को विरुद्ध आचरण कार्य आपण मान को परमेश्वर को दूरे की रहिबा विषय आपण को आज घोड़े की रखु नहीं तो सेति पई हमें तुंकिना से जो कोन कोंदी से जो कोन पाछिया तळे पसि जाउनु तो मते के न देख पारंतु मु देखि पारे समस्त पाछिया भीतर जो माने थांती ना से माने समस्त को देखुतबे किंतु से कोई मते के न दे काहे कि मु कोडी अछि अंधकार रे अछि सेति पे लिखा जाए सेही प्रकारे कोन करिवार अछि दीप जाळे की ए दीप रुखा पर माने मान तळे रखंती नहीं किंतु दीप रुखा पर रखंती सेति रे ताहा गृह रे थिबा समस्त लोकन को कोन दिए आलोक दिए मोर प्रश्न आज आपण जो गृह रे अछंती समस्त को आलोक दउचंती ना अंधकार रे बुडे की रखचंती मु भी डूबी भी तुमको भी ले डूबूंगा हां तुमको भी नहीं कि बुड़ी भी मु यदि आपण जगतर ज्योति ताले आपण को परिवार रे कोन अन्य मानकु सत्य प्रकाश करूचंती कि आलोकित करूचंती कि शांति प्रेम उत्तम
ଉତ୍ତମତାରେ ଗୁଡନେସ୍ ରେ ପ୍ରଭୁଙ୍କ ଉପସ୍ଥିତିରେ ରଖୁଛନ୍ତି କି? ମୋର ତ ନିଦ ଭାଙ୍ଗୁନି, ମୁଁ କେମିତି ଅନ୍ୟମାନଙ୍କୁ କହିବି ପ୍ରାର୍ଥନା କର ମୋ ପରିବାରରେ? ମୁଁ ତ ମୁତୁରି। ବାକି ଆପଣ ବୁଝିଯାଆନ୍ତୁ, କିଏ କାହାକୁ କାହିଁକି କହିବା? ଗୋଟେ ଘରେ ଥିବା କିନ୍ତୁ ଅଲଗା ଅଲଗା ହେଇକି ଥିବା, ମୋବାଇଲ କିଏ ଅନ୍ କରି ରଖିଥିବ, କିଏ ତକିଆ ତଳେ ରଖିଥିବ, କିଏ ଶୋଇକି ରଖିଥିବ। କଣ ଆପଣ ଆପଣଙ୍କ ପରିବାରକୁ ଆଲୋକିତ କରିପାରୁଛନ୍ତି କି? କଣ ଆପଣ ଯୋଉ ପରିବାରରେ ଅଛନ୍ତି ସେ ଲୋକମାନଙ୍କୁ ସତ୍ୟ ଜ୍ଞାତ କରେଇ ପାରୁଛନ୍ତି କି? ଯଦି କରେଇ ପାରୁନାହାନ୍ତି, that means ଆପଣ ମାନେ ମଧ୍ୟ ଆଲୋକ ମଧ୍ୟରେ ଆସିନାହାନ୍ତି। ଆପଣ ମାନେ ମଧ୍ୟ ଏ ପର୍ଯ୍ୟନ୍ତ ଅନ୍ଧକାରରେ ଜୀବନ କାଟୁଛନ୍ତି। ଦୀପକୁ କେହି ମାଣ ତଳେ ରଖେ ନାହିଁ। ଦୀପ ଯୋଉଠି ରହିବ ପ୍ରତ୍ୟେକଙ୍କ ଜୀବନକୁ ଆଲୋକିତ କରିବ, ପ୍ରତ୍ୟେକଙ୍କ ଜୀବନରେ ସତ୍ୟକୁ ଆଣିବ, ପ୍ରତ୍ୟେକଙ୍କ ଜୀବନରେ ଉତ୍ତମତାକୁ ଆଣିବ, ପ୍ରତ୍ୟେକଙ୍କୁ ପରମେଶ୍ୱରଙ୍କ ଉପସ୍ଥିତିରେ ଆଣିବ। କାହିଁକି? ଲାଇଟ୍ ମିନ୍ସ ଆମେ ଦେଖିଲେ the truth, the goodness and the presence of life, the presence of God। ପରମେଶ୍ୱରଙ୍କ ଉପସ୍ଥିତି, ଉତ୍ତମତା ଆଉ କଣ? ସତ୍ୟତା। ଯୋଉ ଗୃହରେ ଅଛନ୍ତି ଏ ତିନିଟା ବିଷୟ ଅଛି ତ ଦେଖାଯାଏ। ଯୋଉ ପ୍ରଦୀପ ଜାଳନ୍ତି ସେମାନେ ମାଣ ତଳେ ରଖନ୍ତି ନାହିଁ, ଦୀପ ରୂପରେ ରଖନ୍ତି। କାରଣ କଣ? ସେ ପରିବାର ଆଲୋକିତ ହେବା ଦରକାର, ସେ ଗୃହ ଆଲୋକିତ ହେବା ଦରକାର। ମୋର ପ୍ରିୟ ମାନେ, ଆଜି ଯୋଉ ଗୃହରେ ଆପଣ ଅଛନ୍ତି କଣ ସେଠି ଆଲୋକ ଅଛି ନା ଆଜି ବି ଅନ୍ଧକାର ବିଷୟ ଅଛି? ସେଥିପାଇଁ ଆପଣ ମାନେ ରେସ୍ପନ୍ସିବୁଲ ଆପଣ ମାନେ। କାରଣ ପରମେଶ୍ୱର ଆପଣଙ୍କୁ ଜଗତର ଜ୍ୟୋତି କରିଛନ୍ତି। ଏଇ ଦୀପ କାହିଁକି ଘୋଡେଇକି ରହିବ? ଏଥିପାଇଁ ଘୋଡେଇକି ରହିବ, ଏଥିପାଇଁ ଏ ଜଗତର ପ୍ରଲୋଭନ ତାକୁ କଣ କରୁଛି? ଘୋଡେଇ ପକଉଛି। ଶାରୀରିକ ଅଭିଳାଷା ତାକୁ ଘୋଡେଇ ପକଉଛି। ନିଜ ଶରୀରକୁ ସନ୍ତୁଷ୍ଟ କରିବାର ବିଷୟ ତାକୁ ଘୋଡେଇ ପକଉଛି। କିନ୍ତୁ ମନେ ରଖିଥାନ୍ତୁ, ଆଜି ସିନା ଆପଣ ଭାବୁଛନ୍ତି ମୋର କ୍ୟାମେରା ଅଫ୍ କରିବି, ସମସ୍ତଙ୍କୁ ଦେଖିବି, ମୁଁ ମାଣ ତଳେ ବସିବି ଆଉ ସମସ୍ତଙ୍କୁ ଦେଖିବି। କିନ୍ତୁ ମନେ ରଖିଥାନ୍ତୁ, ଅକ୍ସିଜେନ ଅଭାବ ହେବ, ଦୀପ ଲିଭିଯିବ। ଯଦି ପ୍ରଦୀପକୁ ଆପଣ ଘୋଡେଇକି ରଖିବେ କଣ ହେବ? ସେ ଅକ୍ସିଜେନ ପାଇବନି, ଜଳି ପାରିବ ନାହିଁ, ସେ ଅମ୍ଳଜାନ ପାଇବନି। କଣ ହେଇଯିବ? ଧୀରେ 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 କଣ ହେଇଯିବ? ସେ ଲିଭିଯିବ, ସିଏ ବି ଅନ୍ଧକାର ହେଇଯିବ। କିନ୍ତୁ ପରମେଶ୍ୱର ଆପଣ ମାନଙ୍କୁ ଆଲୋକ କହିକି ଡାକି ଅଛନ୍ତି। ଈଶ୍ୱରଙ୍କ ବାକ୍ୟ କୁହେ, ତୁମ୍ଭେ ମାନେ ଜଗତର ଜ୍ୟୋତି। ଆଉ ଏ ଜ୍ୟୋତି କଣ କରିବାର ଅଛି? ଆପଣା ଆଲୋକକୁ ଅନ୍ୟମାନଙ୍କ ନିକଟରେ କଣ କରିବାର ଅଛି? ବିତରଣ କରିବାର ଅଛି। ଏ ଦୀପ କେତେବେଳେ ଜଳି ପାରିବ? ଯେତେ ପର୍ଯ୍ୟନ୍ତ ଏ ଦୀପରେ ତୈଳ ଫୁଲ ଥିବ, ତେଲ ଫୁଲ ଥିବ। ଆଉ କଣ ଥିବ? ଗୋଟେ କାଠି। ଦୀପ କେବେ ଯଦି ଆପଣ ଜାଣିଥିବେ, ଦେଖିବେ ଦୀପରେ ତିନିଟା ବିଷୟ ଦରକାର। କଣ ଦରକାର? ଗୋଟେ ସଳିତା ଦରକାର, ଗୋଟେ ବଳିତା ଦରକାର ବା ସଳିତା ଦରକାର। ଆଉ କଣ ଦରକାର? କିଛି ତେଲ ଦରକାର। ଆଉ କଣ ଦରକାର? ଗୋଟେ କାଠି ପଡିଥାଏ। ତିନିଟା ବିଷୟ ବିନା ଦୀପ ଜଳି ପାରିବ ନାହିଁ। ସଳିତା ଯାହା ଜଳିବ ତାହା ତୁମର ଜୀବନ ହେବାର ଆବଶ୍ୟକତା ଅଛି। ତାହା ପରମେଶ୍ୱରଙ୍କ ନିମନ୍ତେ ସମର୍ପଣ କରିବାର ଆବଶ୍ୟକତା ଅଛି। ପ୍ରଭୁ ମହମବତୀ ଜଳେ ଯେମିତି ଶେଷ ହେବା ଯାଏ ଝଟକି, ମୋ ସାରା ଜୀବନ ଗୌରବ କାରଣ ଜଳି ଯିବି ନାମ ସୁମରି, ପ୍ରଭୁ କରୁଣାରେ ଆଶ୍ରୟ କରି। ଅର୍ଥାତ୍ ନିଜକୁ ଜଳିବା ପାଇଁ ପରମେଶ୍ୱରଙ୍କ ନିକଟରେ ସମର୍ପଣ କରିବାର ଆବଶ୍ୟକତା ଅଛି। ନିଜକୁ ବଳିଦାନ ଦେବା ପାଇଁ, ନିଜ ସ୍ୱାର୍ଥକୁ ବଳିଦାନ ଦେବା ପାଇଁ ପରମେଶ୍ୱରଙ୍କ ନିକଟରେ ନିଜକୁ ସମର୍ପଣ କରିବାର ଆବଶ୍ୟକତା ଅଛି। ମୋ ଜୀବନକୁ, ମୋ ସ୍ୱାର୍ଥକୁ ପରମେଶ୍ୱରଙ୍କ ନିକଟରେ ସମର୍ପଣ କରିବାର ଆବଶ୍ୟକତା ଅଛି। ମତେ ଯାହା ବାଧା ଦଉଛି ଜଳିବା ପାଇଁ, ଆଲୋକିତ ହବା ପାଇଁ, ଅନ୍ଧକାରରେ ଘୋଡେଇକି ରଖୁଛି, ସେଇ ପ୍ରକାର ମୋର ସ୍ୱଭାବକୁ, ସେଇ ପ୍ରକାର ମୋର ଆବଶ୍ୟକତାକୁ, ସେଇ ପ୍ରକାର ମୋର ଲାଳସାକୁ, କ୍ଷୁଧାକୁ ମତେ ଜଳେଇବା
ଜୀବନକୁ ନିଜ ଶରୀରକୁ ସଳିତା ସଦୃଶ ଦୀପରେ ନ ଦେଲେ ଆପଣଙ୍କ ଦୀପ ଜଳି ପାରିବ ନାହିଁ। ସେକେଣ୍ଡ ଥିଙ୍ଗ କଣ? ତେଲ ଦରକାର। ତେଲ କଣ? ପବିତ୍ର ଆତ୍ମାଙ୍କ ଉପସ୍ଥିତି। ଯେତେବେଳେ ପବିତ୍ର ଆତ୍ମାଙ୍କ ଉପସ୍ଥିତି ପାଇବେ, ଯେତେବେଳେ ଆପଣ ପରମେଶ୍ୱର ସହିତ ଲାଗିକି ରହିବେ, ଯେତେବେଳେ ପ୍ରାର୍ଥନା କରିବେ, ଯେତେବେଳେ ଉପାସନା କରିବେ, ଯେତେବେଳେ ବାକ୍ୟ ଧ୍ୟାନ କରିବେ, ଯେତେବେଳେ ବାକ୍ୟ ଅନୁଯାୟୀ ଜୀବନ କାଟିବେ, ଆପଣଙ୍କୁ ତେଲ କଣ ହବ? ଭରାଯିବ। ପ୍ରତ୍ୟେକ ଦିନ କଣ କରିବେ? ପରମେଶ୍ୱର ତେଲକୁ ଭରିବେ, ପବିତ୍ର ଆତ୍ମା ପୂର୍ଣ୍ଣ ହେବେ ଆପଣ ମାନେ, ତେବେ ଯାଇକି ଆପଣ ଦୀପ ସଦୃଶ ଜଳି ପାରିବେ, ନହେଲେ ଜଳି ପାରିବେ ନାହିଁ। ଥାର୍ଡ ବିଷୟ, କାଠି। କାଠି କଣ କରିବ? ଟିକେ ଦୀପ ବୁଝି ଆସୁଥିବ, ସେ କାଠିରେ ଗେଞ୍ଜି দিব। ଏମିତି ଗେଞ୍ଜି ଦେଲେ କଣ ହବ? ପୁଣି ସଳିତାଟା ଉପରକୁ ଉଠିଯିବ ଆଉ ଜଳିବ। କିଏ ଗେଞ୍ଜିବ? ଈଶ୍ୱରଙ୍କର ବାକ୍ୟ। ମୁଁ ଜାଣିଛି ଆପଣ କଣ ଭାବୁଛନ୍ତି। କହିବେ ଆମ ବୁକୁ ତ ଗେଞ୍ଜିବା ପାଇଁ ଗୋଟେ ଲୋକ ଅଛି, ଖାଲି ଗେଞ୍ଜିବ। ନା ନା, ଈଶ୍ୱରଙ୍କର ବାକ୍ୟ। ସେ ବ୍ୟକ୍ତି ନୁହେଁ, ଈଶ୍ୱରଙ୍କର ବାକ୍ୟ। ବାକ୍ୟ ଆପଣଙ୍କୁ ଗେଞ୍ଜିବ, କିନ୍ତୁ ଆପଣ ସହଭାଗିତାରେ ରହିଲେ ତ? ଆପଣ ସହଭାଗିତାରେ ରହିଲେ ତ? ମର୍ଣ୍ଣିଂ ଡିଭୋସନରେ ରହିଲେ ତ? ପ୍ରାର୍ଥନାରେ ରହିଲେ ତ? ବାକ୍ୟ ଆଲୋଚନାରେ ରହିଲେ ତ? ବାକ୍ୟ ଆପଣଙ୍କୁ ଗେଞ୍ଜିବ। ଯେତେବେଳେ ଆପଣଙ୍କ ଜୀବନ ସଳିତା ଲିଭି ଲିଭି ଯାଉଥିବ, ସେତେବେଳେ ବାକ୍ୟ ଆପଣଙ୍କୁ ଗେଞ୍ଜିକି କଣ କରିବ? ଉପରକୁ ଉଠେଇବ। ତେବେ ଯାଇକି ଆପଣ ଜଳି ପାରିବେ। କିନ୍ତୁ ଆପଣ ଯଦି ନ ରହିବେ, ନ ଆସିବେ, କିଏ ଗେଞ୍ଜିବ? ଆପଣ କେହି ଗେଞ୍ଜିବାର ନାହିଁ। ଆପଣଙ୍କୁ ଆହୁରି ଆଉଁସିବ କିଏ? ଶୈତାନ। ଟିକେ ଶୋଇପଡ଼, ଆଉ ଟିକେ ଶୋଇପଡ଼। ନିଜେ ଜଳି ପାରିବେ ନାହିଁ। ନିଜେ ଜଳିଲେ ତ ଅନ୍ୟକୁ ଆଲୋକିତ କରିବେ, ନିଜେ ଜଳିଲେ ତ ଆପଣଙ୍କ ପରିବାରକୁ ଆଲୋକିତ କରିବେ। ନିଜେ ତ ବୁଝି ଯାଉଛନ୍ତି, କେମିତି ଆପଣ ଜଗତର ଜ୍ୟୋତି ହେଇପାରିବେ? ସେଥିପାଇଁ ଲେଖାଯାଏ କଣ? 16 ପଦରେ କଣ ଲେଖାଯାଏ? ସେହି ପ୍ରକାରେ ତୁମ୍ଭମାନଙ୍କର ଆଲୋକ ଲୋକଙ୍କ ସାକ୍ଷାତରେ ପ୍ରକାଶ ପାଉ। ତୁମମାନଙ୍କର ଆଲୋକ ଲୋକମାନଙ୍କ ସାକ୍ଷାତରେ ପ୍ରକାଶ ପାଉ। ବନ୍ଦ କର ସେ ଚାଲାକି କଥା କହିବା। କଣ ଖାଲି ସକାଳୁ ପ୍ରାର୍ଥନା କଲେ ହବ କି? ବନ୍ଦ କର ଚାଲାକି କଥା କହିବା। କଣ ଖାଲି ଜୁମ୍ ଆମର ଭିଡିଓ କଲରେ ବସିକି ପ୍ରାର୍ଥନା କଲେ ହବ କି? ବନ୍ଦ କର ଏ ଚାଲାକି କଥା କହିବା। କଣ ମୁଁ ଖାଲି ସହଭାଗୀରେ ଆସିଲେ ହବ କି? ମୁଁ ଏକିଟିଆ କରିପାରିବିନି କି? ମୁଁ ରାତି ବେଳା କରିପାରିବିନି କି? ମୁଁ ଖରା ବେଳା କରିପାରିବିନି କି? କେବେ ବି ତୁ କରିପାରିବୁନି। କାହିଁ କରିପାରିବୁନି? ତତେ ଘୋଡା ହେଇଛି। ତୋର ପାପ ତତେ ଟୋକରି ଘୋଡେଇକି ରଖିଛି, ପାଛିଆ ଘୋଡେଇକି ରଖିଛି। ତୁ ଧୀରେ 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 ଲିଭିଯିବୁ। କାହିଁକି? ତତେ କେହି ଗେଞ୍ଜିବା ପାଇଁ ନାହିଁ। କାହିଁକି? ତୋ ତେଲ ସରି ଆସୁଛି। କାହିଁକି? ତୋ ଜୀବନକୁ ଜଳିବା ପାଇଁ, ବଳିଦାନ ପାଇଁ ତୁ ପରମେଶ୍ୱରଙ୍କ ନିକଟରେ ସମର୍ପଣ କରିବା ପାଇଁ ଚାହୁଁନାହୁଁ। ପରମେଶ୍ୱରଙ୍କ ନିକଟରେ ବସିବା ପାଇଁ, ଆପଣଙ୍କ ସ୍ୱାର୍ଥକୁ ବଳିଦାନ କରିବା ପାଇଁ ଚାହୁଁନାହୁଁ। ସେଥିପାଇଁ ଧୀରେ 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 କଣ ହେଇଯିବ? ଲିଭିଯିବ। କିନ୍ତୁ ପରମେଶ୍ୱରଙ୍କ ବାକ୍ୟ କଣ କୁହେ? ତୁମର ଆଲୋକ କଣ ହେଉ? ଲୋକମାନଙ୍କ ସାକ୍ଷାତରେ ପ୍ରକାଶ ପାଉ। ଅନେକ ସମୟରେ ଆମେ ମାନେ ଚାଲାକି କଥା କହୁନା, ମୁଁ କଣ କରୁଛି ପ୍ରଭୁ ଜାଣନ୍ତି, ମୋର କିଛି କାହାକୁ କହିବାର ନାହିଁ। କାହିଁକି? ପ୍ରଭୁ ଜାଣନ୍ତି ମୁଁ ପ୍ରାର୍ଥନା କରୁଛି ନା ନାହିଁ, ପ୍ରଭୁ ଜାଣନ୍ତି ମୁଁ କେତେବେଳେ ପ୍ରାର୍ଥନା କରୁଛି, କଣ କରୁଛି। ଆରେ ଲୋକମାନେ ବି ଜାଣିବା ଦରକାର, ମଣ୍ଡଳୀ ବି ଜାଣିବା ଦରକାର, ସହଭାଗିତା ବି ଜାଣିବା ଦରକାର, ତୁମ ପାଳକ ବି ଜାଣିବା ଦରକାର। କାହିଁକି? ସେଥିପାଇଁ ପରମେଶ୍ୱର ତୁମକୁ ମଣ୍ଡଳୀ ଦେଇଛନ୍ତି, ସେଥିପାଇଁ ତୁମକୁ ପାଳକ ଦିଆଯାଇଛି, ସେଥିପାଇଁ ତୁମକୁ ସହଭାଗିତା ଦିଆଯାଇଛି। ମୋର ପ୍ରିୟ ମାନେ, ଆମ ମାନଙ୍କୁ ଏ ବିଷୟକୁ ଚିନ୍ତା କରିବାର ଆବଶ୍ୟକତା ଅଛି। ନହେଲେ କାହାର କିଛି କ୍ଷତି ହବନି। ଆପଣଙ୍କ ଦୀପ ଧୀରେ ଧୀରେ ଲିଭିଯିବ। ଆଜି ତ ପୁରା ଲିଭିଯିବ, କଣ ହବ ସେତେବେଳେ? ଭୟଙ୍କର ପରିସ୍ଥିତି ହେଇଯିବ। କାହିଁକି? ଅନ୍ଧକାର ମାନେ କଣ ଆମେ ଦେଖିଲେ? ଅନ୍ଧକାର ମାନେ କଣ ଆମେ ଦେଖୁଥିଲେ? ଅନ୍ଧକାର ମାନେ ଆମେ କଣ ଦେଖିଲେ? ପରମେଶ୍ୱରର ନା ଲାଇଟ ର ଅନୁପସ୍ଥିତି। ଆଉ କଣ ଦେଖିଲେ? ପରମେଶ୍ୱର ଠାରୁ ପୃଥକ ହେଇଯିବା। ଆଉ କଣ ଦେଖିଲେ? ଏହା ମୃତ୍ୟୁ ଅଟେ। ଏହା ମୃତ୍ୟୁ ଅଟେ। ଯଦି ଆପଣ ଲିଭି ଯିବେ, କଣ ହେଇଯିବ? ସମ୍ପୂର୍ଣ୍ଣ ମୃତ୍ୟୁ ହେଇଯିବ। ମାନେ ସମୟ ଥାଉ ଥାଉ ଆମେ ମାନେ ବିଷୟକୁ ବୁଝିବା ଦରକାର। ପରମେଶ୍ୱର ଆପଣଙ୍କୁ ମନୋନୀତ କରିଛନ୍ତି ଆଲୋକିତ କରିବା ପାଇଁ, ଜ୍ୟୋତି ସଦୃଶେ ଏଇ ଜଗତରେ। ତେବେ ଏଇ ଜଗତର ଲୋକମାନେ ତୁମର ଜ୍ୟୋତିକୁ ଦେଖିବା ଦରକାର। ତୁମେ ରୁମ ଭିତରେ ଦେଖିଲେ କିଛି ଲାଭ ନାହିଁ। ହଁ, ଆମେ ଯେ ଗୁପ୍ତ କୋଠରେ ପ୍ରାର୍ଥନା କରିବା, ଇଟ୍ସ ଓକେ, ଠିକ ଅଛି।
କିନ୍ତୁ ଗୁପ୍ତ କୋଠରୀ ଭିତରେ ତୁମେ ପ୍ରାର୍ଥନା କରୁଛ କି ଗୋଡ଼ି କି ଶୋଇଛ କିଏ ଦେଖୁଛି? ତା ବି ପରମେଶ୍ୱର ଦେଖୁଛନ୍ତି। ଆଉ ଜଗତ ଲୋକମାନେ ବି ଦେଖିପାରିବେ। କେମିତି ଦେଖିପାରିବେ? ତୁମ ଆଲୋକ ଅନ୍ୟମାନଙ୍କ ନିକଟରେ ପ୍ରକାଶିତ ହେଉ। ଯଦି ତୁମ ଆଚରଣ ଉଚ୍ଚାରଣ ଉତ୍ତମତା ଅନ୍ୟମାନେ ଦେଖୁ ନାହାନ୍ତି, ଆମେ ତୁମେ ଭାବନି ବୋକା, ସେମାନେ ବି ଜାଣିବେ କଣ ହଉଛି ତୁମର ଦୀପ ଲିଭି ଲିଭି ଯାଉଛି। ତୁମେ ଭାବନି, ତୁମେ କହିଦବ ଲେଖା ହେଇଛି ଗୁପ୍ତ କୋଠରୀରେ ପ୍ରାର୍ଥନା କରିବା, ମତେ କେହି ଦେଖିବା ଦରକାର ନାହିଁ। ଈଶ୍ୱରଙ୍କ ବାକ୍ୟ କୁହେ ଜଗତ ସାମ୍ନାରେ ଅନ୍ୟମାନଙ୍କ ସାମ୍ନାରେ ମଧ୍ୟ ତୁମକୁ ପ୍ରକାଶିତ ହେବାର ଅଛି। ଆଉ ଯଦି ତୁମେ ପ୍ରକାଶ କରୁନ, ତୁମ ଆଚରଣ ଉଚ୍ଚାରଣ ପ୍ରକାଶ କରୁନ, ନିଜକୁ ଲୁଚେଇକି ରଖୁଛ, ଉତ୍ତମତା କାର୍ଯ୍ୟ ପ୍ରକାଶ ପାଉନି, ତା ମାନେ ଜଗତର ଲୋକମାନେ ବି ଜାଣିବେ, ସେମାନେ ବି ବୋକା ନାହାନ୍ତି, ସେମାନେ ବି ଜାଣିବେ ତୁମ ଦୀପ ଲିଭିଲାଣି। କଣ ହବ? ମୃତ୍ୟୁ। ଶେଷ ପରିଣତି କଣ? ମୃତ୍ୟୁ। ଅନ୍ଧକାର ମାନେ କଣ? ମୃତ୍ୟୁ। ମୋର ପ୍ରିୟ ମାନେ, ଆମେ ମାନେ ସଜାଗ ହେବା ଦରକାର ଅଛି। ଆମେ ମାନେ ସୁଧୁରି ଯିବାର ଆବଶ୍ୟକତା ଅଛି। ସେଥିପାଇଁ ସ୍ଥାନରେ ଲେଖାଯାଏ ତୁମ ମାନଙ୍କ ଆଲୋକ ଅନ୍ୟମାନଙ୍କ ସାକ୍ଷାତରେ କଣ ପାଉ? ପ୍ରକାଶ ପାଉ। ଆଉ ସେମାନେ ତୁମ ମାନଙ୍କର କଣ ଦେଖିବେ? କଣ ଦେଖିବେ? ସତ୍କର୍ମ ଦେଖି। କଣ ଦେଖିବେ? ସତ୍କର୍ମ। ଗୁଡନେସ୍ ବା ଉତ୍ତମତାକୁ ଦେଖିବାର ଆବଶ୍ୟକତା ଅଛି। ଆଲୋକ ମାନେ କଣ? ଉତ୍ତମତା, ଉତ୍ତମ କର୍ମ ଦେଖିବାର ଆବଶ୍ୟକତା ଅଛି। ଯଦି ଆମେ ମାନେ ପ୍ରାର୍ଥନାରେ ଯୋଡି ହଉନାଉ, ଯଦି ଆମେ ଆମ ଭାଷାକୁ ପରିବର୍ତ୍ତନ କରୁନାଉ, ଯଦି ଆମର ଆଚରଣ ଉଚ୍ଚାରଣକୁ ପରିବର୍ତ୍ତନ କରୁନାଉ, ତାହେଲେ କେଉଁ କର୍ମ କରୁଛୁ ଆମେ ମାନେ? ସତ୍ ନା ଅସତ୍? ଆପଣ ବୁଝନ୍ତୁ, ଆପଣଙ୍କ କଥା ଆପଣ ବୁଝନ୍ତୁ। ଈଶ୍ୱରଙ୍କ ବାକ୍ୟ ଲେଖାଯାଏ ତୁମ ମାନଙ୍କର ସତ୍କର୍ମ ଦେଖିକି ସେମାନେ କଣ କରିବା ଦରକାର? ଈଶ୍ୱରଙ୍କର ମହିମା କରିବାର ଆବଶ୍ୟକତା ଅଛି। ତୁମକୁ ଦେଖିକି ଖ୍ରୀଷ୍ଟଙ୍କର ପ୍ରଶଂସା କରିବାର ଆବଶ୍ୟକତା ଅଛି। କଣ? ଆପଣଙ୍କ ସହିତ ଥିବା ଲୋକ, ଆପଣଙ୍କ ଚାରିକଡିଆ ଥିବା ଲୋକ କଣ ଯୀଶୁଙ୍କ ପ୍ରତି ଆସକ୍ତ ହେଉଛି କି? ପ୍ରଭୁଙ୍କର ପ୍ରଶଂସା କରୁଛି କି? ନା ଆଜି ବି ଈଶ୍ୱରଙ୍କ ବିରୁଦ୍ଧରେ ଯାଉଛି? ତା ପାଇଁ ଦାୟୀ ଆପଣ। କାହିଁକି? ଆଲୁଅ ଯୋଉଠି ଥିବ ଅନ୍ଧକାର ବିଷୟ ସେଠି ରହିବ ନାହିଁ। ଯଦି ଆପଣ ଅଛନ୍ତି ଆଉ ଅନ୍ଧକାର ବିଷୟ ବି ଅଛି, ତାମାନେ ଆପଣ ଆଲୁଅ ନୁହେଁ, ଅନ୍ଧକାରର ଭାଇ। ସେଥିପାଇଁ ଆମ ମାନଙ୍କୁ ମୋର ପ୍ରିୟ ମାନେ ସଜାଗ ହେଇକି ରହିବାର ଆବଶ୍ୟକତା ଅଛି। ପରମେଶ୍ୱର କୁହନ୍ତି ଲେଟ୍ ୟୋର ଲାଇଟ୍ ସାଇନ୍ ବିଫୋର ଅଦର୍ସ। ଅନ୍ୟମାନଙ୍କ ସମ୍ମୁଖରେ ତୁମ ଆଲୁଅ କଣ ପାଉ? ପ୍ରକାଶିତ ପାଉ। ଏଫେସୀୟ ପୁସ୍ତକ 5 ତାର 8ରୁ 14 ଫଟାଫଟ କି ଟିକେ ପଢିବା। ଏଫେସୀୟ ପୁସ୍ତକ 5 ତାର 8ରୁ 14। କେହି ନାହାନ୍ତି? ଏଣୁ କାରଣ ତୁମେମାନେ ପୂର୍ବେ ଅନ୍ଧକାର ସ୍ୱରୂପ ଥିଲ, କିନ୍ତୁ ଏବେ ପ୍ରଭୁଙ୍କ ସହଭାଗିତାରେ ଆଲୋକ ସ୍ୱରୂପ ହୋଇଅଛ। ଆଲୋକର ସନ୍ତାନମାନଙ୍କ ପରି ଆଚରଣ କର। ଆଗରୁ ଅନ୍ଧକାରରେ ଥିଲ, ସବୁ ଅନ୍ଧକାର ଜାଣୁଥିଲେ ତୁମର, କିନ୍ତୁ ଏବେ ଯଦି ଆଲୋକର ସନ୍ତାନ ହେଇଛ, ତାହେଲେ ଆଲୋକର ସନ୍ତାନ ପରି କଣ କର? ତୁମେ ଆଚରଣ କର। ଆଚରଣ କର। ତୁମକୁ ଆଚରଣ କରିବାର ଆବଶ୍ୟକତା ଅଛି, ତୁମକୁ ଉଚ୍ଚାରଣ କରିବାର ଆବଶ୍ୟକତା ଅଛି, ତାକି ଅନ୍ୟ ଲୋକମାନେ ଦେଖିବେ, ଜାଣିବେ। ତାପରେ କାରଣ ସମସ୍ତ ପ୍ରକାର ଉତ୍ତମତା, ଧାର୍ମିକତା ଓ ସତ୍ୟ ଆଲୋକର ଫଳ ସ୍ୱରୂପ। କଣ? ଆଲୋକର ଫଳ କଣ? ଯଦି ତୁମେ ଆଲୋକ, ତାହେଲେ ତୁମର ଫଳ କଣ ହବା ଦରକାର? ଉତ୍ତମତା, ଉତ୍ତମତା, ଧାର୍ମିକତା ଓ ସତ୍ୟ। ଆମର କାର୍ଯ୍ୟ, ଆମର ଆଚରଣ ଉଚ୍ଚାରଣ କେମିତି ହବା ଦରକାର? ଉତ୍ତମତା ହେବା ଦରକାର, ଆଉ ଧାର୍ମିକତା ହେବା ଦରକାର, ଆଉ କଣ ହବା ଦରକାର? ସତ୍ୟ ହେବା ଦରକାର। ଆମେ ଦେଖୁଥିଲେ କାହାକୁ ଆଲୋକ କୁହାଯାଏ? ଆଲୋକ ମାନେ କଣ? ନା ଅନ୍ଧକାର ଆଲୋକ ମାନେ କଣ? ଦ ଟ୍ରୁଥ, ସତ୍ୟ ହେବା ଦରକାର। ଉତ୍ତମତା, ଦ ଗୁଡନେସ୍ ହେବା ଦରକାର। ଆଉ କଣ? ଦ ପ୍ରେଜେନ୍ସ ଅଫ ଗଡ, ପରମେଶ୍ୱରଙ୍କର ଉପସ୍ଥିତି ହେବା ଦରକାର, ଯାହାକି ରାଇଚିୟସନେସ୍ କୁ ବୁଝାଏ ବା ଧାର୍ମିକତାକୁ ବୁଝାଏ। ଏ ତିନି ଗୋଟି ବିଷୟ ଆଲୋକର ଫଳ ଅଟେ। ତାପରେ ପ୍ରଭୁଙ୍କର କଣ ସନ୍ତୋଷଜନକ
ତାହା ହଁ ଅନୁସନ୍ଧାନ କର। ହଁ ପ୍ରଭୁ କୋଉଥିରେ ସନ୍ତୁଷ୍ଟ ହେବେ ସେଇଟାକୁ ଖୋଜ। ମୁଁ କମଳ ଘଡ଼ିକି ଶୋଇବି କି ଉଠିକି ପ୍ରାର୍ଥନା କରିବି? ମୁଁ ତାଙ୍କ ଆଜ୍ଞା ମାନିବି କି ନିଜ ମନ କଥା ମାନିବି? ପରମେଶ୍ୱରକୁ କଣ ଇଚ୍ଛା କଣ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ କଣ କର ତୁମେ? ଚିନ୍ତା କର, ଖୋଜ, ଅନୁସନ୍ଧାନ କର। ଖୋଜ ପ୍ରଭୁ ଆଜି ମୁଁ ଯୋଉ କାମ କରିବି ମୁଁ ତମକୁ ସନ୍ତୁଷ୍ଟ କଲା ପରି କରିବି। ଯୋଉ କାମ କରୁଛି କଣ ସେଥିରେ ଖୁସି ତ? ହାଲେଲୁୟା। 17-18 ପଦ ଟିକେ ପଢନ୍ତୁ ତାପରେ। ଏଣୁ ନିର୍ବୁଦ୍ଧ ନ ହୋଇ ପ୍ରଭୁଙ୍କ ଇଚ୍ଛା କଣ ତାହା ବୁଝ। ଏଣୁ ନିର୍ବୁଦ୍ଧ ହୁଅ ନାହିଁ, ବୁଦ୍ଧିହୀନ ହୁଅ ନାହିଁ, ମୂର୍ଖ ମାନଙ୍କ ପରି ହୁଅ ନାହିଁ। କାହିଁକି? କଣ କର ତୁମେ? ତାହାଙ୍କ ଇଚ୍ଛା ପ୍ରଭୁଙ୍କର କଣ? ଇଚ୍ଛା କଣ ତା ବୁଝ। ପ୍ରଥମେ ଖୋଜ ତାପରେ ବୁଝ। ମୁଁ ଯାହା କରୁଛି ସେଇଟା ଉତ୍ତମ କି ନୁହେଁ, ମୁଁ ଯାହା କରୁଛି ପ୍ରଭୁଙ୍କ ଇଚ୍ଛା ଅନୁଯାୟୀ ନା ତାଙ୍କ ବିରୁଦ୍ଧରେ ଯାଉଛି, ସେଟା ବୁଝ। ନିଜକୁ ଆମକୁ ବୁଝିବାର ଆବଶ୍ୟକତା ଅଛି। ଆଜି ଆମକୁ ଏ ବିଷୟକୁ ବୁଝିବାର ଆବଶ୍ୟକତା ଅଛି। ମୁଁ ଯୋଉଠି ଅଛି ଏହା ପରମେଶ୍ୱରଙ୍କ ଇଚ୍ଛା ନା ନାହିଁ। ତାପରେ 18ଟା, ଆଉ ଦ୍ରାକ୍ଷା ରସରେ ମତ ନ ହୁଅ, ହଁ ସେଥିରୁ ତ ଅତ୍ୟାଚାର ଜନ୍ମେ, ମାତ୍ର ଆତ୍ମାରେ ପୂର୍ଣ୍ଣ ହୋଇ ଗୀତ। ଅଳସ ବେଡି ମୋଡି ହୁଅନି, ଆଉ ଦ୍ରାକ୍ଷାରସ ପିଅନି। ଦ୍ରାକ୍ଷାରସ କଣ କରିବ? ତୁମକୁ ଉଠିବା ପାଇଁ ଦବନି। ଉଠିବା ପାଇଁ ଚାହୁଁଥିବ ପୁଣି ଡୁଲକଲି ପଡିବ, ପୁଣି ଆଣ୍ଠୁ ଉପରେ ଭରା ଦେଇକି ଏମିତି ଧରି ଧରାଇକି ଉଠୁଥିବ, ପୁଣି ଯାଇକି ଧୁମ କରି ପଡିବ। କାହିଁକି? ଦ୍ରାକ୍ଷାରସ ତୁମକୁ ଉଠିବା ପାଇଁ ଦବ ନାହିଁ। ତୁମ ନିଦ ଭାଙ୍ଗିବ ନାହିଁ। ତୁମେ ବ୍ୟଭିଚାର ଉଠି ପାରିବ ନାହିଁ। ତୁମେ ପାପରୁ ଉଠି ପାରିବ ନାହିଁ। ଈଶ୍ୱରଙ୍କ ଅବାଧ୍ୟତାରେ ଉଠି ପାରିବ ନାହିଁ। ମନ୍ଦତାରେ ଉଠି ପାରିବ ନାହିଁ। କୌଣସି ଉତ୍ତମ କାର୍ଯ୍ୟ କରିବା ପାଇଁ ତୁମେ ଉଠି ପାରିବ ନାହିଁ। ସେଥିପାଇଁ ପ୍ରଭୁଙ୍କ ଇଚ୍ଛାରେ ତୁମେ ଚାଲୁଛ ନା ନାହିଁ ତାହା ଆଜି ବିବେଚନା କରିକି ଦେଖ। ନହେଲେ ଶେଷ ଫଳ କଣ? ମୃତ୍ୟୁ। ଲାଷ୍ଟ ପଦ ଆମେ ଟିକେ ପଢିବା। ପ୍ରଥମ ଯୋହନ 1 ତାର 5 ଆଉ 7, 5ରୁ 7 ଫଟାଫଟ ଟିକେ ପଢିବା, ତାପରେ ଆଜି ପ୍ରାର୍ଥନା ରଖିବା। ପ୍ରଥମ ଯୋହନ 1 ତାର 5ରୁ 7। ହଁ, ଏହି କାରଣରୁ ତୁମ୍ଭେମାନେ ଅତି ଯତ୍ନ ସହକାରେ ବିଶ୍ୱାସ ସହିତ ସଦ୍ଗୁଣ, ସଦ୍ଗୁଣ ସହିତ ଜ୍ଞାନ। ହଁ, କଣ କର? ଏଥିପାଇଁ ତୁମେ ଯତ୍ନବାନ ହୁଅ। କଣ ପାଇଁ ଯତ୍ନବାନ ହୁଅ? ସଦ୍ଗୁଣ। ତୁମ ଗୁଣ କେମିତିକା ଅଛି ସେଥିପାଇଁ ତୁମେ ମାନେ ସଜାଗ ରୁହ। ଏଥିପାଇଁ କଣ କର ତୁମେ? ସଦ୍ଗୁଣ, ତାପରେ ଜ୍ଞାନ ସହିତ ସଂଯମ, ସଂଯମ ସହିତ ଧୈର୍ଯ୍ୟ, ଧୈର୍ଯ୍ୟ ସହିତ ଧର୍ମପରାୟଣତା। ଆମକୁ ଜ୍ଞାନ ସହିତ ଆଉ ହଉଛି ଧର୍ମପରାୟଣତା, ଆତ୍ମ ସଂଯମତା, ଏ ସକଳ ବିଷୟ ଆମକୁ ଧରିକି ରଖିବାର ଆବଶ୍ୟକତା ଅଛି। ଲାଷ୍ଟଟା ବୋଲେ କି 7 ପଦ। କିନ୍ତୁ ସେ ଯେପରି ଜ୍ୟୋତିର୍ନିବାସୀ, ଆମ୍ଭେ ଯଦି ସେହିପରି ଜ୍ୟୋତିରେ ଆଚରଣ କରୁ, ତେବେ ଆମ୍ଭମାନଙ୍କର ପରସ୍ପର ସହଭାଗିତା ଅଛି। ଆମମାନଙ୍କର କଣ ଅଛି? ପରସ୍ପରର ସହଭାଗିତା ଅଛି। ଯଦି ଆମେ ଜ୍ୟୋତିରେ ଆଚରଣ କରିବାର ଆଜି ଆବଶ୍ୟକତା ଅଛି। ମୋର ପ୍ରିୟ ମାନେ, କଣ ଆମେ ମାନେ ଜ୍ୟୋତିରେ ଆଚରଣ କରୁଛୁ କି ନା ଅନ୍ଧକାର ଆଚରଣ କରୁଛୁ? ଯଦି ଆମେ ମାନେ ଜ୍ୟୋତିର ଆଚରଣ କରିବା, ତାହେଲେ କଣ କରିବ? ପରମେଶ୍ୱର ଆମର ସମସ୍ତ ପାପକୁ ତାଙ୍କ ରକ୍ତ ଦ୍ୱାରା କଣ କରିବେ? ଧୋଇଦେବେ। କଣ ଲେଖା ହେଇଛି ତାପରେ? ପୁଣି ତାଙ୍କ ପୁତ୍ର ଯୀଶୁଙ୍କ ରକ୍ତ ସମସ୍ତ ପାପରୁ ଆମ୍ଭମାନଙ୍କୁ ପରିଷ୍କାର କରେ। ଆମେନ୍। ଆମର ସମସ୍ତ ପାପରୁ ତାଙ୍କ ରକ୍ତ ଧୋଇଦେବ। କେତେବେଳେ? ଯେତେବେଳେ ଆମେ ମାନେ ଜ୍ୟୋତିରେ ଆଚରଣ କରିବା। ହାଲେଲୁୟା। ମୋର ପ୍ରିୟ ମାନେ, ତେବେ ପରମେଶ୍ୱରଙ୍କର ବାକ୍ୟ କୁହେ ଆଜି ତୁମେ ମାନେ ଜଗତର ଜ୍ୟୋତି। ଆମେ ମାନେ ଜଗତର ଅନୁସାରେ ଆଚରଣ କରିବା ନାହିଁ, ଆଲୋକର ଆଚରଣ କାମ କରିବାର ଆବଶ୍ୟକତା ଅଛି। ଯଦି ତୁମେ ଜଗତର ଜ୍ୟୋତି, ତାହେଲେ ତୁମ ଆଲୋକ ପ୍ରକାଶିତ ହେବାର ଆବଶ୍ୟକତା ଅଛି। ସେଥିପାଇଁ ଆଜିର ଟପିକର ନାମ କଣ ଥିଲା ଆମର? ଲେଟ୍ ୟୋର ଲାଇଟ୍ ବି ସାଇନ୍। ତୁମ୍ଭମାନଙ୍କର ଆଲୋକ ପ୍ରକାଶିତ ହେଉ। ଘୋଡେଇକି ନ ରଖ, ଲୁଚେଇକି ନ ରଖ। ପ୍ରଭୁ ଆମକୁ ଜ୍ୟୋତି କରିଛନ୍ତି। ଆସୁ ଜ୍ୟୋତି ଭାବରେ ଆଜି ଦିନଟିକୁ ଆମେ ପ୍ରଭୁଙ୍କ ସହିତ କାଟିବା। ତେବେ ଆମେ ମାନେ ଚକ୍ଷୁ ବନ୍ଦ କରିବା ଓ ପ୍ରାର୍ଥନା କରିବା। ଥ୍ୟାଙ୍କ ୟୁ ଲର୍ଡ ଜିସସ୍।
हालेलुया होशाना। अनुग्रहकारी परमेश्वर प्रभु मु तुमर धन्यवाद करूची आज वाक्य निमंते तुम जे मते पुणे आम मान को ज्योति करियछ प्रभु सेति पे धन्यवाद करछि। पृथ्वी रे हम आलोक को प्रकाश करिवा पई तुम हमको साहाय्य करो। ए पृथ्वी रे प्रभु आमे तुमर ज्योति को परिप्रकाश करिया पई तुम सुसमाचार को ज्योति को आलोक को अन्यमान को निकट मन जीवन शैली द्वारा पहुंचिया पई तुम हमको साहाय्य करो। आज जो माने सकाळी वाक्य को सुनिछंती प्रभु प्रत्येक जीवन 100 गुण फल पड़ो। जो मैंने आगामी समय ए वीडियो को देखिए प्रभु से जीवन में 100 गुण फल पार तुम्हें दया अंधकार जनित कथा कार्य को दूरे रख प्रभु मात्र आलोकर संतान भाव में आज दिन में आचरण करने तुम्हें हमको दया प्रभु को गौरव प्रशंसा महिमा तुमको दे यीशु ख्रीष्ट नाम रे समस्त प्रार्थना मांगुछि।